परमाराध्या जगज्जननी श्री श्री बड़मा परम पूज्यपा जुगाचार्य श्री श्री बड़दा परम पूज्यपा श्री श्री आचार्य देवଙ୍କ पद प्रांतरे मोर अनंत कोटि प्रणाम निवेदन करे। आज रही पवित्र सत्संग उपस्थित वरिण्य संजयालक महाशय समस्त पूत पवित्र पांज्यधारी कर्मी वृंद भक्तिमती मातृमंडली श्रद्धेय गुरु भ्राता मंडली छोट छोट पिला मानक मोर आंतरिक राजय गुरु निवेदन करे। आज ओडिशा सत्संगर 5 वर्ष पूर्ति ହେଇଛି। ସେଥିପାଇଁ ଆୟୋଜକ ତଥା ଏଠି ବହୁ ପୂର୍ବରୁ ଅନେକ ବକ୍ତା ଅନେକ ଠାକୁରଙ୍କର ଯାଜକ ଋତିକ ଅଧର୍ଯ୍ୟୁ ତଥା ବହୁ ଭାବରେ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଆସି ଆଲୋଚନା ରଖିଛନ୍ତି। ଅନେକ ତା ଭିତରୁ ଚାଲି ମଧ୍ୟ ଗଲେଣି। ଅନେକ ନୂଆ ଲୋକ ଆସୁଛନ୍ତି, ପୁରୁଣା ଲୋକମାନେ ମଧ୍ୟ ବିଦାୟ ନେଲେଣି। ତ କରୋନା ସମୟର ଆରମ୍ଭ ହେଇ ଆଜି ପର୍ଯ୍ୟନ୍ତ ଚାଲିଛି। ଆହୁରି ଆଗକୁ ଯେ ପର୍ଯ୍ୟନ୍ତ ପାରୁଥିବେ ସେ ପର୍ଯ୍ୟନ୍ତ ମଧ୍ୟ ଚଲେଇଥିବେ। ତେଣୁ ବିଶେଷ ବିଶେଷ ଧନ୍ୟବାଦ ସୁଭାଷ ଭାଇଙ୍କୁ। ଲୋକ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇ ପାଇ ଚାଲିଛି। କାରଣ ଯେତେ ପୁରୁଣା ହେଇ ହେଇଯିବ ସେତେ ସିଏ ଆଲୋଚିତ ଟପିକ ଗୁଡାକ ସେତେ ଆଦୃତି ପାଇ ପାଇ ଯିବ। ଆଉ ହୁଏତ ଯୋଉମାନେ ଆଲୋଚନା କରିଛନ୍ତି ସେ ଲୋକମାନେ ନଥିବେ, କେହି ହୁଏତ ବିଦାୟ ନେଇଥିବେ। କେହି ନିଜର କର୍ମ ବ୍ୟସ୍ତତା ଭିତରେ ଆଗକୁ ହୁଏତ ଆସି ପାରୁ ନଥିବେ, କିନ୍ତୁ ତାଙ୍କର ସେ ଆଲୋଚନା ଗୁଡାକ ତାଙ୍କର କଥା ଗୁଡାକ ଆମ ମାନଙ୍କର ସ୍ମୃତିରେ ରୋମନ୍ଥିତ ହଉଥିବ ସେ ପର୍ଯ୍ୟନ୍ତ ଯେ ପର୍ଯ୍ୟନ୍ତ ଆମ ମାନଙ୍କର ଠାକୁରଙ୍କ ପ୍ରତି ଭାବ ଥିବ। ଆଉ ୟୁଟ୍ୟୁବ ରେ କଥା ଗୁଡାକ ଥିବ। କାରଣ ସବୁବେଳେ ସବୁ ପ୍ରକାର ଜିନିଷ ଯେମିତି ଭଲ ଲାଗେ ନା, ଅନେକ ଅଛନ୍ତି ସବୁବେଳେ ନୂଆ ନୂଆ ଯୁଗ ସହିତ ତାଳ ଦେଇ ଚାଲିବା, ସମୟ ସହିତ ପରିବର୍ତ୍ତନର ସୁଅକୁ ମଧ୍ୟ ତାଳ ଦେଇ ଚାଲିବାର ଆବଶ୍ୟକତା ରହିଛି। ତେଣୁ ସବୁବେଳେ ଗୋଟେ ପ୍ରକାରର କଥା ଶୁଣିବାକୁ ଭଲ ଲାଗେ ନା। ତେଣୁ ଅନେକ ମତେ ଦେଖିଲେ ମଧ୍ୟ କହନ୍ତି, ଦାଦା ଆପଣଙ୍କର ଯାଜନ ଗୁଡାକ ଆମେ ସବୁ ମାନେ ମୋବାଇଲରେ ତ ଶୁଣୁ ହିଁ, ଗାଡିରେ ଗଲେ ମଧ୍ୟ ମୋବାଇଲ କୁ ଗାଡି ସହିତ କନେକ୍ଟ କରିଦେଇ ବ୍ଲୁଟୁଥ ରେ ତା ମଧ୍ୟ ଆମେ ଶୁଣି ଶୁଣିକି ଯାଉ। ଯେମିତି ଆମେମାନେ ଗୀତ ଶୁଣି ଶୁଣିକି ଗାଡିରେ ଯାଉ। ତ କଥା ହଉଛି କାହାର ଆଗ୍ରହ କେମିତି, କିଏ କୋଉ ଦିଗରୁ ପ୍ରେରଣା ପାଇଛି। ମଙ୍ଗଳର କାର୍ଯ୍ୟ କଲେ ହିଁ ମଙ୍ଗଳ ହୁଏ। ମଙ୍ଗଳ ଛଡା ଅମଙ୍ଗଳର କୌଣସି କଥା ହିଁ ସେଠି ନାହିଁ। ତେଣୁ ଅନେକ ଲୋକ ପ୍ରଶ୍ନ କରନ୍ତି ଯେ ଆପଣ ଏତେ ଭାଷଣ ଦେଇକି କଣ କରୁଛନ୍ତି? କୋଉ ଜଗତର ମଙ୍ଗଳ ହେଇଛି ଆପଣ ନିଜ କାମ ଧନ୍ଦା ଛାଡିକି ଏଇ ସବୁ କାମ କରୁଛନ୍ତି? ପ୍ରଥମ କଥା କହି ରଖିବା ଦରକାର ଯେ ଜଗତ ଟା ଆମେ ଯେତିକି ଛୋଟ ବୋଲି ଦେଖୁଛେ ସେତିକି ଛୋଟ ନୁହେଁ। ତା ଢେର ବଡ। ତା ଛଡା ଗୋଟିଏ ଲୋକ ପରିବର୍ତ୍ତନ ମଧ୍ୟ ରାତାରାତି ହୁଏ ନା। ପରିବର୍ତ୍ତନର ଅବସ୍ଥା ଯେ ପର୍ଯ୍ୟନ୍ତ ନ ଆସିଛି ମଣିଷର ପରିବର୍ତ୍ତନ ମଧ୍ୟ ସମ୍ଭବ ନୁହେଁ। ଯେତେ ଶୁଣିଲେ ଯେତେ ବୁଝେଇଲେ ଯେତେ କହିଲେ ମଧ୍ୟ ସେ ପୁନର୍ମୂଷିକ ଭବ ଅବସ୍ଥାରେ ହିଁ ରହିଯିବ। କିନ୍ତୁ ଅନେକ ଲୋକ ଅଛନ୍ତି ଯୋଉମାନେ ଏଇ କଥା ଶୁଣିକି ମଧ୍ୟ ପ୍ରେରଣା ପାଆନ୍ତି। ମୁଁ ଥରେ ଝାଡଖଣ୍ଡର ଚକ୍ରଧରପୁର ପାଖରେ ଗୋଟେ ଜାଗାକୁ ସତ୍ସଙ୍ଗ ଯାଇଥାଏ। ଆମର ଓଡିଆ ଲୋକମାନେ ସେଠି ବହୁତ ଅଛନ୍ତି। ସେଠି କଣ ଦାଦା ଆମର ଏଇଠି ନେଟୱାର୍କ ପାଏନା। ଯଦି ଆମେ ଗୋଟିଏ ମୋବାଇଲରେ ସେଠୁ କନେକ୍ଟ କରୁ ହୁଏତ ଲୋକ ଦୁଇଟି ଜଣ ଜଏନ କରିଥିବାର ମାନେ ଦେଖୁଥିବେ ଆପଣ, କିନ୍ତୁ ତାହା 200 ଲୋକ ଶୁଣନ୍ତି। କାରଣ ଗୋଟେ ଘରେ ଗୋଟିଏ ମୋବାଇଲ ହିଁ ଲୋକ ଶୁଣିବେ। ଗୋଟେ ଘରେ 10 ଜଣ ଲୋକ ଅଛନ୍ତି ବୋଲି 10ଟା ମୋବାଇଲ ତ ଆଉ ଜଏନ ହେଇନଥିବ। ତାମାନେ ଗୋଟିଏ ମୋବାଇଲରେ ହୁଏତ 5ଟି 10ଟି ଲୋକ ପର ସମୟରେ ତାହା ହୁଏତ 50ଟି ଲୋକଙ୍କ ପାଖରେ ବି ପହଞ୍ଚୁଥିବ। ତେଣୁ ସେ ଯୋଉ ଯାଇଥାଏ ଜାଗାକୁ କହିଲେ ଏଠି ତ ନେଟୱାର୍କ ପାଏ ନା ବହୁତ ଟିକେ ରୁରାଲ ବେସ୍ଡ ଏରିଆ। ଆଉ ଝାଡଖଣ୍ଡ ତ ଏମିତି ହିଁ ଇଲ ଡେଭଲପଡ। ତେଣୁ ନେଟୱାର୍କ ର ଏଠି ବହୁତ ପ୍ରୋବ୍ଲେମ ହୁଏ। ତ ଆମେ ଏଇଠି ମାନେ ମାଇକ ରେ ମୋବାଇଲ ଟାକୁ କନେକ୍ଟ କରିଦେଇଥାଉ ସ୍ପିକର ରେ। ଆଉ ଏଠି ଯେତିକି ଲୋକ ସତ୍ସଙ୍ଗରେ ବସିଛନ୍ତି ସମସ୍ତେ ଏକା ବେଳେ ଶୁଣନ୍ତି। ତାମାନେ ଆପଣ ହୁଏତ ଦେଖୁଥିବେ କି ଜଣେ ଲୋକ ଆପଣ କହୁଛନ୍ତି କିନ୍ତୁ ଏଠି ଶୁଣୁଛନ୍ତି 200 ଲୋକ। ତ ଇଏ ଠିକ ସେଇ ପ୍ରକାରର ଅବସ୍ଥା ଯେ ପର ସମୟରେ ଯେତେବେଳେ ଭ୍ୟୁ ବଢିଯାଏ
50,000 60,000 ଲକ୍ଷାଧିକ ଭ୍ୟୁ କ୍ରସ୍ କରେ ଆଉ ଟୋଟାଲି ଯେତେବେଳେ ଭ୍ୟୁ ଦେଖିବା କ୍ରୋର କ୍ରସ୍ କରିଥିବ ତାମାନେ ସେତିକି ଜଣ ଆମର ଭ୍ୟୁଅର ବା ଦର୍ଶକ ତାମାନେ ସେତିକି ଲୋକଙ୍କ ପାଖରେ ଆମର କଥାଟା ପହଞ୍ଚୁଛି। ଆମର କଥାଟା ହଉଛି ଆମର ବିଶ୍ଳେଷଣାତ୍ମକ ଭଙ୍ଗୀ, ଆମର ଜ୍ଞାନ, ଆମର ବୁଦ୍ଧି ସହିତ ଠାକୁରଙ୍କର ଆଇଡିଓଲୋଜି। ଯେତେ ଲୋକ ସେତେ ମତ ନିଶ୍ଚିନ୍ତ, କାରଣ ନାନା ମୁନିନା ମତୟଶ୍ଚ ଭିନ୍ନ ଭିନ୍ନ ଯେମିତି ତା ତ ହବ ହିଁ। ମତ ଭିନ୍ନ ଅଛି ବୋଲି କାହା ମତ କାହାକୁ ଛୁଉଁଛି, କାହାର କୋଉ ପ୍ରକାର କଥା ଅଲଗା ଜଣଙ୍କୁ ଆପ୍ୟାୟିତ କରୁଛି, ଅନୁପ୍ରାଣିତ କରୁଛି। ତା ଦ୍ଵାରା ଅନେକ ମଧ୍ୟ ଅନୁପ୍ରାଣିତ ହେଇକି ବହୁତ ଭଲ କାମ କରୁଛନ୍ତି। ତାର ବର୍ଣ୍ଣନା ମଧ୍ୟ ଆମେ ଶୁଣିବାକୁ ପାଉ ଯେ ଆପଣଙ୍କର ଯାଜନ ଶୁଣି ଯେ କେତେ ଲୋକ ସ୍ୱସ୍ତୟିନୀ ନେଇଛନ୍ତି, କେତେ ଲୋକ ଦୀକ୍ଷା ଛାଡିଥିଲେ ପୁଣି ଦୀକ୍ଷା କରିବା ଆରମ୍ଭ କରିଛନ୍ତି, କେତେ ଲୋକ ଦଶବିଧ ସଂସ୍କାର କରିଛନ୍ତି। ଏମିତି ଅନେକ ଭାବରେ କଥା। ସେଥିପାଇଁ ଠାକୁର କହୁଛନ୍ତି ଗୋଟେ ଲୋକକୁ ବଞ୍ଚେଇବା ଗୋଟେ ରାଜ୍ୟ ପତନ ଠାରୁ କଣ କମ କଥା? ତ ଆମେ ତ ଡାଇରେକ୍ଟଲି କାହାର ଯାଇ କାହାର ମଙ୍ଗଳ କରିପାରୁନା, କି ଏତେ ସମୟ ବି ଆମ ମାନଙ୍କ ପାଖରେ ନାହିଁ ଯେ ଲୋକଟା ପଛରେ ହିଁ ଆମେ ଲାଗି ରହି ସବୁ କାମ କରେଇଦବୁ। ସେଥିପାଇଁ ଠାକୁର କହିଲେ କେହି କାହାର ମଙ୍ଗଳ କରିଦେଇ ପାରେ ନା, ମଙ୍ଗଳର ପଥରେ କିନ୍ତୁ ଚାଲିବାକୁ କେମିତି ହୁଏ ତାହା ଦେଖେଇ ଦେଇପାରେ। ତେଣୁ ଏଇ ସତ୍ସଙ୍ଗ ଗୋଟେ ପଥ ପ୍ରଦର୍ଶକ, ଗୋଟେ ରାହା, ଗୋଟେ ମଣିଷକୁ ବଞ୍ଚେଇ ତୋଳିବାର, ମଣିଷକୁ ପ୍ରେରଣା ଦୀପ୍ତ କରିବାର। କାରଣ ବର୍ତ୍ତମାନ ଯୁଗର ଯୋଉ ପରିଭାଷା, ଚତୁଃପାର୍ଶ୍ଵରେ ନକାରାତ୍ମକ ଶକ୍ତିର ଯୋଉ ଡାକରା, ସେଥିରେ ସେଇ ସ୍ରୋତରେ ମଣିଷ ସଦା ସର୍ବଦା ହିଁ ଭାସି ଯାଉଛି। ତେଣୁ ସେ ନିଜର ଅସ୍ତିତ୍ଵଟାକୁ ହରେଇ ପକେଇଛି। ସେ ଭୁଲି ଯାଇଛି ଯେ ସେ ଅମୃତର ସନ୍ତାନ, ସେ ଦେବତ୍ୱର ସନ୍ତାନ। ତାର ଗତି ପାଶବିକତାରେ ନୁହେଁ, ତାର ଗତି ଦେବତ୍ୱରେ, ତାର ଗତି ମାନବିକତାରେ। ଏଇଟା ଆଜିର ମଣିଷ ସମାଜ ହରେଇ ବସିଛି। ତେଣୁ ସତ୍ସଙ୍ଗ ସେଇ ପଥ ପ୍ରଦର୍ଶନ କରୁଛି। 5 ବର୍ଷ ଧରି ଆଲୋଚନା, 5 ବର୍ଷ ଭିତରେ ଆପଣ ଦେଖନ୍ତୁ ଦୀର୍ଘ 1800 ଦିନରୁ ଅଧିକା ଅତିକ୍ରମ ହେଇସାରିଛି। କେତେ ପ୍ରଶ୍ନ ଉତ୍ତର, ଆଗରୁ ଚିଲଡ୍ରେନ୍ ସତ୍ସଙ୍ଗ, ମାତୃ ସମ୍ମିଳନୀ, କେତେ ପ୍ରକାରର ପ୍ରୋଗ୍ରାମ, ନାଚ ଗୀତର ପ୍ରୋଗ୍ରାମ ସବୁ ହଉଥିଲା। ତ ଅନେକ ପାଖରେ ହୁଏତ ଆଜି ସମୟ ନାହିଁ, କିନ୍ତୁ ସତ୍ସଙ୍ଗ ତାର ଧାରା ବଜାୟ ରଖିଛି। 1920 ମସିହାର ସତ୍ସଙ୍ଗ ଆଜି ନାହିଁ, ତାହା ମଧ୍ୟ ପରିବର୍ତ୍ତନଶୀଳ। ପ୍ରତି ସମୟରେ ପ୍ରତି ବର୍ଷରେ ପରିବର୍ତ୍ତନର ଧାରା ତ ନିଶ୍ଚିନ୍ତ ରହିଛି। ଯେତେ ନୂଆ ଲୋକ ଆସିବେ ସେତେ ପରିବର୍ତ୍ତନ ମଧ୍ୟ ହବ, କିନ୍ତୁ ପରିବର୍ତ୍ତନ ଭିତରେ ମୌଳିକତାକୁ ବଜାୟ ରଖିବା, ଏଇଟା ହେଲା ସବୁଠୁ ବଡ କଥା। ତେଣୁ ଆମେ କିଭଳି ଭାବରେ ନିଜର ଗତିପଥକୁ ସ୍ଥିର କରିଛୁ, ନିଜର ମୌଳିକତାଟାକୁ ବଜାୟ ରଖିଛୁ, ସେଇଟା ହଉଛି ଆମର ସତ୍ସଙ୍ଗର ମୂଳଦୁଆ ବା ଚାବିକାଠି। ତେଣୁ ଏଇ ଯୋଉ 5 ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ସତ୍ସଙ୍ଗକୁ ଅନେକ ଅନେକ ଧନ୍ୟବାଦ। ଯେ କେତେ ବକ୍ତା ଯୋଉମାନଙ୍କୁ କେହି ଚିହ୍ନି ନଥିଲେ ତାଙ୍କୁ ଗୋଟିଏ ପ୍ଲାଟଫର୍ମ ମିଳିଛି ବା ଗୋଟେ ଷ୍ଟେସନ ଏମିତି ମିଳିଛି। ଆଉ ଅନେକ ଯୋଉମାନେ କେବଳ ଅଫଲାଇନରେ କରନ୍ତି, କିନ୍ତୁ ଅନଲାଇନରେ କରିବା ଦ୍ଵାରା, କଣ୍ଟିନ୍ୟୁଅସଲି କରିବା ଦ୍ଵାରା ସେମାନଙ୍କର ଯାଜନ ଡେଭଲପ ମଧ୍ୟ ହେଇଛି। ଅନେକ ଦୀକ୍ଷା ଛାଡିଥିବା ଲୋକ ପ୍ରେରଣା ପାଇଛନ୍ତି, ଅନେକଙ୍କର ଘର ସଜାଡି ହେଇଛି। ଯାହା ଠାକୁରଙ୍କୁ ଧରି ହେବା କଥା ତାହା ଅନଲାଇନରେ ମଧ୍ୟ ହେଇଛି। ତେଣୁ ଅନଲାଇନ ଆଉ ଅଫଲାଇନରେ ବିଶେଷ କୌଣସି ପାର୍ଥକ୍ୟ ଦେଖିବାକୁ ମିଳେ ନା। ହଁ, ପାର୍ଥକ୍ୟ ହଉଛି ଆଇ କଣ୍ଟାକ୍ଟର। ଫିଜିକାଲ କଣ୍ଟାକ୍ଟରେ ଯୋଉ ପ୍ରକାରର ଭାବଟା ହୁଏ ତାହା ଅନଲାଇନରେ ଲ୍ୟାକ୍ କରିବ ନିଶ୍ଚିତ, କିନ୍ତୁ ଏହାର ଗୋଟେ ମେରିଟ ଏଇଆ ଯେ ଆମେ କମ ସମୟ ଭିତରେ ଖୁବ ଲୋକଙ୍କ ପାଖରେ ପହଞ୍ଚୁଛେ, ଯୋଉଟା କି ଅଫଲାଇନରେ ସମ୍ଭବ ନୁହଁ। ଏତେ ଏତେ ବାଟ ଯିବା, ଆଉ ଏକା ସାଙ୍ଗରେ ଗୋଟେ ହ୍ୟୁଜ ଗ୍ୟାଦରିଂ କରିବା। ଯେମିତି ଆମେ ସକାଳ ପାଇଲା ବେଳକୁ ଦେଖୁଛୁ ଯେ 3500 4000ରୁ ବେଳେ ବେଳେ 5000ରୁ ମଧ୍ୟ ଅଧିକା ଭ୍ୟୁ କ୍ରସ୍ କରୁଛି। ତ ଆଟ ଏ ଟାଇମ 5000 ଲୋକଙ୍କର ଗ୍ୟାଦରିଂ କରିକି ସତ୍ସଙ୍ଗ କରିବା ଆଦୌ ସହଜ ବ୍ୟାପାର ନୁହେଁ, କିନ୍ତୁ ତାହା ଅନଲାଇନରେ ସମ୍ଭବ ହଉଛି। ତେଣୁ ଏଇଟା ଗୋଟେ ସାଧୁ ପ୍ରଚେଷ୍ଟା ଯେ ଏମିତି ଦିନକୁ ଦିନ ଏଇଟା ଆହୁରି ବଢି ଚାଲୁ। ନୂଆ ନୂଆ ତତ୍ଵ, ନୂଆ ନୂଆ କଥା, ଠାକୁରଙ୍କର 100
50 ରୁ ଥିବା ଊର୍ଧ୍ୱ ପୁସ୍ତକ ଗୁଡାକରୁ କିଛି କିଛି କିୟଦଂଶ ମହୁ, ଯେମିତି ମହୁମାଛି ଟିକେ ଟିକେ ମହୁ ସଂଗ୍ରହ କରେ, ଏଇଟା ଟିକେ ଟିକେ ମହୁ, କାରଣ ବହୁତ ପରିମାଣ ଟା ମଣିଷକୁ ଡାଇଜେଷ୍ଟ ବି ହେଇପାରିବନି କି ସେ ବ୍ରେନରେ ଷ୍ଟୋର ବି କରିପାରିବନି। ତେଣୁ ଏଇ ଟିକେ ଟିକେ ମହୁ ପ୍ରତିଦିନ ଏମିତି ଝରୁ, ଯୋଉଟା କି ମଣିଷକୁ ଆସନ୍ନ ମୃତ୍ୟୁ ମୁଖରୁ ବଞ୍ଚେଇ ଦଉ। ଆଉ ମଣିଷ ବିପଥ ଗାମୀ ଥିଲେ ତାକୁ ସୁପଥ ଗାମୀ କରି ସୁନ୍ଦର ମାର୍ଗରେ ଚଳେଇ ନବାର ଏଇ ଯୋଉ ଓଡିଶା ସତ୍ସଙ୍ଗର ଅନନ୍ୟ ପ୍ରଚେଷ୍ଟା, ସେଥିପାଇଁ ଅନେକ ଅନେକ ସାଧୁବାଦ। ଏବେ ଆସିବା ଆଜିର ଟପିକ କୁ, ଯେ ଦାମ୍ପତ୍ୟ ଜୀବନର ମୌଳିକ ସିଦ୍ଧାନ୍ତ। ଦମ୍ପତି କହିଲେ ଆମେ ବୁଝୁ ଦମ୍ ପା ତିନ୍। ଦମ୍ ଧାତୁର ମାନେ ହେଲା ନିୟନ୍ତ୍ରଣ, ସଂଯମ ର କୌଶଳ, ଦମନ କରିବାର କୌଶଳ, ବାଲାନ୍ସ ଭାରସାମ୍ୟ ରଖିବାର କୌଶଳ। ଆଉ ପା ଧାତୁର ମାନେ ହେଲା ପାଳନ କରିବା। ତେଣୁ ପାଳନ ପୋଷଣ ଭିତର ଦେଇ ନିୟନ୍ତ୍ରଣ, ସଂଯମିତ ଚଳଣି, ଉନ୍ନତ ଚଳଣି, ପ୍ରେରଣାଦାୟକ ଚଳଣି ଭିତରେ ନିଜକୁ ରଖି ସଂସାର ଜୀବନକୁ ଅତିକ୍ରମ କରିବାର ଯୋଉ ପ୍ରଚେଷ୍ଟା ଦୁଇ ବ୍ୟକ୍ତି ବିଶେଷଙ୍କର, ତାଙ୍କୁ ଆମେ କହୁ ଦମ୍ପତି। ତ ଅନେକ ସମୟରେ ଦାମ୍ପତ୍ୟ ଜୀବନରେ ଫାଟ, କୋଳହ ଏସବୁ ମଧ୍ୟ ଦେଖାଦିଏ। ଯଦିଓ ସାରା ପୃଥିବୀରୁ, ମାନେ ପୃଥିବୀରେ ଯଦି ଗୋଟେ କମ୍ପାରିଜନ କରିବା ଭାରତ ଇଏରେ, ଯେ ଆଜି ମଧ୍ୟ ଭାରତରେ 1% ଡିଭୋର୍ସ ହୁଏ ସାରା ପୃଥିବୀ ତୁଳନାରେ। ଯୋଉଠି ମାନେ ତୁର୍କୀ, ଆମେରିକା, ଅଲଗା ସବୁ ୟୁରୋପିଆନ କଣ୍ଟ୍ରି ଗୁଡାକରେ ପାଖାପାଖି 30ରୁ ଅଧିକା ପରସେଣ୍ଟ ଡିଭୋର୍ସ, 50% ଡିଭୋର୍ସ ହୁଏ। ସେଠି ଭାରତରେ ଆଜି ମଧ୍ୟ 1% ଡିଭୋର୍ସ ହୁଏ। ତ ଏହା ପ୍ରମାଣ କରୁଛି କି ଆମ ମାନଙ୍କର ଭାରତୀୟ ଆର୍ଯ୍ୟ ଋଷିମୁନି ମାନଙ୍କର ଚଳଣି କେତେ ଉନ୍ନତ, କେତେ ଦୃଢୀଭୂତ ଥିଲା, ଯେ ସେଇ ସଂସ୍କାର ଆଜି ବି କାମ କରୁଛି। କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଆମେ ଦେଖିବାକୁ ପାଉଛେ ପ୍ରାୟତଃ ବିବାହ ବିଭ୍ରାଟ। ୟାର କେତେ ଗୁଡେ କାରଣ। ପ୍ରଥମ, ଯେ ନାରୀ ମାନଙ୍କର ଉଚ୍ଚ ଶିକ୍ଷିତ ହବା। ଏହା ମଧ୍ୟ ଠାକୁର ଗୋଟେ କାରଣ କହିଛନ୍ତି। ଏଟା ନେଗେଟିଭ ସେନ୍ସରେ ନୁହେଁ। ତାହେଲେ ଉଚ୍ଚ ଶିକ୍ଷା କଣ ଖରାପ? ନା, କଥା ହଉଛି କଣ ନା ଉଚ୍ଚ ଶିକ୍ଷିତ ହବାରୁ ସେତିକି ଶିକ୍ଷିତ ଆଉ ଯୋଗ୍ୟତା ସମ୍ପନ୍ନ ପୁଅ ମାନେ ମିଳୁନାହାନ୍ତି। ତ ଏଠି ହଉଛି କଣ, ନ ମିଳିବା ହେତୁ ଆମେ ଟିକେ ଲୋୟର ଘରେ ବାହାଘର ଟା କରୁଛେ। ମାନେ ଯେମିତି ଆପଣ ଦେଖନ୍ତୁ, ଧରାଯାଉ କୌଣସି ଝିଅ ଗୋଟେ MSc ପାଠ ପଢିଛି, ସେ ଫରେଷ୍ଟର ହେଇଛି ବା ଲେକ୍ଚରର ହେଇଛି। ତାର ସ୍ୱାମୀ ହୁଏତ ବ୍ୟାଙ୍କ ମ୍ୟାନେଜର ହେଇଛି। ଆମେ ଯଦି ସାଧାରଣ ଭାବରେ ଗୋଟେ ଦେଖିବା, ପଇସା ତ ଆସୁଛି ଦି ଜଣଙ୍କର ହିଁ, ବାହାଘର ବି ହଉଛି। କିନ୍ତୁ ଗୋଟେ ନର୍ମାଲ କନସିଡରେସନ ଯଦି କରାଯାଏ, ଯେ ଝିଅର ଯୋଗ୍ୟତା ଟା ପୁଅର ଯୋଗ୍ୟତା ଠାରୁ ଢେର ଅଧିକା। ଝିଅ ହୁଏତ MSc, MPhil, ନେଟ୍, PhD କରିଛି। ପୁଅ କିନ୍ତୁ ବ୍ୟାଙ୍କ ମ୍ୟାନେଜର ଅଛି। ବ୍ୟାଙ୍କର ଯୋଗ୍ୟତା ଟା ହଉଛି +3। ତ ଏବେ ଦୁଇ ଜଣଙ୍କ ଭିତରେ ଗୋଟେ ସୂକ୍ଷ୍ମ କୋଲାପସିଂ ନେଚର ଆସିବ। ହୁଏତ କାହା ସାଙ୍ଗରେ କାହାର ବେଳ ନାହିଁ ଦେଖା ହବା ପାଇଁ, କଥା ହବା ପାଇଁ, ଝଗଡା ହବା ପାଇଁ, କାରଣ ଆଜିକାଲି କେହି ବି ଘରେ ରହୁନାହାନ୍ତି। କିନ୍ତୁ ଯୋଉ ଯେତିକି ସମୟ ରାତିରେ ବି ଫେରୁଛନ୍ତି, ଉଭୟଙ୍କ ପାଖରେ ମଧ୍ୟ, କାରଣ ଏତେ ଟାୟାର୍ଡ ଉଭୟ, ଯେ ଉଭୟଙ୍କ ପାଖରେ ମଧ୍ୟ ସମୟ ନାହିଁ କଥାବାର୍ତ୍ତା ହବା ପାଇଁ। ତ ଅନେକ ସମୟରେ କୋଉଠି ଭୁଲ ଭଟକା ହେଇଯାଏ, କିଏ କାହାର କଥାରେ ଧ୍ୟାନ ରଖି ପାରନ୍ତିନି, କାହାକୁ ଇମ୍ପୋର୍ଟାନ୍ସ ଦେଇ ପାରନ୍ତିନି। ସେଟା ହବା ସ୍ୱାଭାବିକ କଥା ମଧ୍ୟ କାମ ବ୍ୟସ୍ତତା ଭିତରେ। ତ ଏଇଥିରେ ଆସେ ଯେତେବେଳେ ମାନେ ମନୋମାଳିନ୍ୟର କଥା, ସେଠି ଇଗୋ କୋଲାପ୍ସ, ଅହଙ୍ଗ୍ର ଗୋଟେ ପାର୍ଥକ୍ୟ ଆସେ ହିଁ। ଆମେ ଯେତେ ମନା କରୁ, କିନ୍ତୁ ଅହଙ୍ଗ୍ର ପାର୍ଥକ୍ୟ ଆସେ। ଟିକେ ଟିକେ ଝଗଡା ଝାଟିରେ ଉଭୟଙ୍କର ଶିକ୍ଷା,
ଦିଆଯାଇଥିବା ଧନ, ଦିଆଯାଇଥିବା ସଂସ୍କାର, ସବୁ କଥାକୁ ନେଇ କଳି ଝଗଡାଟି ଆରମ୍ଭ ହୁଏ। ଇଏ ଗୋଟିଏ କାରଣ। ପୁଣି ଅଲଗା ଆସ୍ପେକ୍ଟରେ ଆମେ ଦେଖିବାକୁ ପାଉଛେ ଯେ ଆଗ ଭଳି ନାରୀ ମାନଙ୍କର ସହନଶୀଳତା, ପୁରୁଷର ଦାୟିତ୍व ନିର୍ବାହ କରିବାର କ୍ଷମତା, ନାରୀ ମାନଙ୍କର ପରିବାରକୁ ଚଳେଇବାର କ୍ଷମତା, ସନ୍ତାନ ଜନ୍ମ କରିବାର କ୍ଷମତା ସବୁରେ ହ୍ରାସ ପାଇଛି। କାରଣ ଆମ ମାନଙ୍କର ଖାଦ୍ୟପେୟ ନଷ୍ଟ ହେଇଛି। ମୁଁ ଦେଖେ ଆମ କଲେଜରେ ଥିବା ସବୁ ଯୋଉ ଝିଅ ଗୁଡାକ ଚାକିରି ପାଇଛନ୍ତି, ମ୍ୟାଡାମ ମାନେ, ବେଶୀ ବର୍ଷ ନୁହଁ, ସେଇ 25 ରୁ 40 ବର୍ଷ ଭିତରେ, ଅନେକ କହନ୍ତି ଝିଅ ହଉଛି ପିଲା ଜନ୍ମ କରିବାର ମେସିନ। ସେୟା ହିଁ ଭାବନ୍ତି ଭାରତର ସମାଜରେ। ଆଉ ଆଜି ତ ଆପଣ ମାନେ ଜାଣିଥିବେ ଯେ ସବୁ ଆମର ବଡ ବଡ ସେଲିବ୍ରିଟି ହିରୋଇନ ମାନେ କେହି ପିଲା ଜନ୍ମ କରିବାକୁ ଭଲ ପାଉନାହାନ୍ତି। ସମସ୍ତେ ସରୋଗେଟ ମଦର। କାରଣ ତାଙ୍କର ସୌନ୍ଦର୍ଯ୍ୟ ନଷ୍ଟ ହେଇଯିବ, ପେଟରେ ସବୁ ସ୍କ୍ରାଚ ମାର୍କ ପଡିଯିବ, ଏଇ ସବୁ। ତେଣୁ ଝିଅ ମାନେ ଜିରୋ ଫିଗର ମେଣ୍ଟେନ କରୁଛନ୍ତି। ଏଇ କାଲି ବି ଗୋଟେ ୟୁଟ୍ୟୁବରେ ଶୁଣିଥିଲି, ବହୁ ଭାବରେ ଶୁଣିବାକୁ ମିଳେ ଯେ ଝିଅ ମାନେ ବହୁତ ଡେରିରେ ବିବାହ କରୁଛନ୍ତି। 33-35 ବର୍ଷ ବୟସରେ, ଯୋଉ ସମୟରେ ପିଲା ରହିବାକୁ ଚାହିଁଲେ ମଧ୍ୟ ପିଲା ରହୁନାହିଁ। ବାରମ୍ବାର କି ମିସକ୍ୟାରେଜ ଡ୍ୟୁ ଟୁ ହରମୋନାଲ ପ୍ରୋବ୍ଲେମ। ବିଭିନ୍ନ ପ୍ରକାର ସିଷ୍ଟ ରହିଛି, ବହୁତ କଥା ରହିଛି, ଗାଇନିଂ ପ୍ରୋବ୍ଲେମ ଗୁଡାକ। ତେଣୁ ଆଉ ନିକଟ ଭବିଷ୍ୟତରେ, ହୁଏତ 20 ରୁ 30 ବର୍ଷ ଭିତରେ, ବିବାହ ର ଯୋଉ ସିଦ୍ଧାନ୍ତ, ଯୋଉ ତଥ୍ୟ, ତାହା ତାର ମୌଳିକତା ହରେଇବ। ଏକ ତ ବର୍ଣ୍ଣାଶ୍ରମ ନାହିଁ ହିଁ, ଯିଏ ଯୋଉଠି ପାରୁଛନ୍ତି ବିବାହ କରୁଛନ୍ତି। ଖାଲି ଏଠି ନୁହେଁ, ସାରା ପୃଥିବୀର ବି ଯଦି ଆପଣ କନସେପ୍ଟ ଦେଖିବେ, ଯେ ଚାଇନା କୁ ଝିଅ ମାନଙ୍କର ବିବାହର ବଡ ମାର୍କେଟ ବୋଲି କୁହାଯାଏ। ସେଠି ଯେମିତି ଆମେ ପନିପରିବା ସବୁ ଦର କିଣା ଯାଏ କେତେ 25-30, ଯେମିତି ଡକରା ଡକାଯାଏ, ବୋଲି ଡକାଯାଏ ଯେମିତି, ସେମିତି ଝିଅ ମାନଙ୍କୁ ବିକ୍ରି କରାଯାଏ ଭିଏତନାମ ରେ, ଇଭିନି ବର୍ମାରେ, ପାକିସ୍ତାନରେ, ଚାଇନାରେ, ବାଂଲାଦେଶରେ। ସେଠି ଝିଅ ମାନଙ୍କର ବୋଲି ଡକାଯାଏ, କାରଣ ଝିଅ ମାନଙ୍କର ସଂଖ୍ୟା ବହୁତ କମ ଅଛନ୍ତି। ପୁଅ ମାନଙ୍କର ସଂଖ୍ୟା ଅଧିକା ଅଛନ୍ତି। ତେଣୁ ବାହାଘର ଗୋଟେ ରେସିଜମ, ବାହାଘର ଗୋଟେ କମ୍ପିଟିସନ ରେ ପରିଣତ ହେଇଛି। ତେଣୁ ଏଇଟା ଗୋଟେ ମଧ୍ୟ କାରଣ। ପୁଣି ଯଦି ଆପଣ ପ୍ରକୃତ କାରଣକୁ ଉଲଟେଇବେ, ଯେ ଆଜି ଗୋଟେ ମାନେ ଆଜିର ସମୟରେ କିଛି ବର୍ଷ ହେଲାଣି ଗୋଟେ ଟ୍ରେଣ୍ଡ ହେଇଛି ଯେ ଝିଅ ମାନେ ନିଜଠୁ ଛୋଟ ପିଲାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। କିନ୍ତୁ ହର୍ଷଫିଲ୍ଡ, ଯାହାଙ୍କୁ ଆଇନଷ୍ଟାଇନ ଅଫ ସେକ୍ସ ବୋଲି କୁହାଯାଏ, ଆଉ ଜଣଙ୍କ ନାଁ ବି ମୋର ମନେ ପଡୁନି, ଦୁଇ ଜଣ ବଡ ବଡ ସାଇକୋଲୋଜିଷ୍ଟ, ଫିଲୋସଫର ଗବେଷଣା କରିଛନ୍ତି ଯେ ନାରୀର ଏଇ ଯୋଉ କାମୁକତା ପଣିଆ ପୁରୁଷକୁ ମାରି ମାରି ଯାଉଛି। ଏହା ବିଜ୍ଞାନ ମଧ୍ୟ ପ୍ରମାଣିତ କରିଛି। ସେ ରିସର୍ଚ୍ଚ ଆର୍ଟିକଲ 2-3 ବର୍ଷ ତଳେ ବାହାରିଥିଲା ଯେ ଆଗକୁ ଆଉ ପୁରୁଷ ଜନ୍ମ ହେବେନି। ପୁରୁଷ ମାନଙ୍କର ସଂଖ୍ୟା, ମାନେ ପୁରୁଷ ମାନଙ୍କର ଅସ୍ତିତ୍ବ, ଯେହେତୁ ଆମର ୱାଇ କ୍ରୋମୋଜମ ଯୋଉଟା ଡିସାଇଡ କରେ, ଲିଙ୍ଗ ନିରୂପଣ କରେ ପୁରୁଷର, ତାହା ମଧ୍ୟ ଦିନକୁ ଦିନ ନଷ୍ଟ ହେଇ ହେଇ ଚାଲିଛି। ତେଣୁ ଆଗକୁ ପୁରୁଷ ସମାଜ ବହୁତ ବିପଦରେ ପଡିବ। ହୁଏତ ତା ଏତେ ଶୀଘ୍ର ହଉନି, ସମୟ ହୁଏତ ତା ପାଇଁ ଖୁବ ଲାଗିବ, କିନ୍ତୁ ବିପଦରେ ପଡିବ ହିଁ। ଏମିତି ବି ଦେଶ ଶୁଣିବାକୁ ମିଳେ ଯୋଉଠି କେବଳ ଝିଅ ହିଁ ଅଛନ୍ତି, ପୁଅ ନାହାନ୍ତି ବହୁତ ଜାଗାରେ। ତ ସେ ଦେଶରେ ଖାଲି ଝିଅ ହିଁ ଝିଅ ଅଛନ୍ତି। ତ ଏବେ ଏଇ ସବୁ ଭିତରେ ଯଦି ଆପଣ ଗୋଟେ ପୃଥିବୀର ଗୋଟେ ପାରିବେଶିକ ସ୍ଥିତିଟାକୁ ଟିକେ ନଜର ପକେଇବେ, ତାହେଲେ ଆପଣ ଦେଖିବେ ଯେ ଦାମ୍ପତ୍ୟ ଜୀବନଟା କେମିତି ମଣିଷର ଭ୍ରଷ୍ଟ ଗତିରେ ଚାଲିଛି। ଯୋଉଟା କି ଆଜିଠୁ କିଛି ହଜାର ବର୍ଷ ପୂର୍ବେ ନଥିଲା। ମଣିଷ ଯେତେ ଦିନକୁ ଦିନ ସଭ୍ୟ ହେଇ ହେଇ ଚାଲିଛି, ଶିକ୍ଷାଗତ ଯୋଗ୍ୟତା ତାର ବଢି ବଢି ଚାଲିଛି, ବିଜ୍ଞାନ ବା ହେତୁବାଦୀ ହେଇ ହେଇ ଚାଲିଛି, ସେତେ ମଣିଷର ମୋରାଲିଟି, ଯୋଉଟାକୁ ଆମେ କହୁଛେ ତାର ମୋରାଲ ସେନ୍ସ ନାହିଁ, ନୈତିକ ଶିକ୍ଷା, ନୈତିକ ଜ୍ଞାନ, ସେଇଟା ଦିନକୁ ଦିନ ହଜି ହଜି ଯାଉଛି।
ଆଜି ସଂସ୍କାର ସଂସ୍କୃତି ନାଁ ଶୁଣିଲେ ଲୋକ ନାକ ଟେକୁଛନ୍ତି। ସମସ୍ତେ ପାଶ୍ଚାତ୍ୟ ଦ୍ଵାରା ଅନେକ ଦୂର ପ୍ରଭାବିତ। ତେଣୁ ଆମେ ଦାମ୍ପତ୍ୟ ଜୀବନରେ ମଧ୍ୟ ତାର ଝଲକ ପାଉ। ଯଦି ଆମେ ଆମ ଇଚ୍ଛାରେ ବଞ୍ଚିବୁ, ଆଜି ସବୁ ଟିଭି ସିରିଏଲ ଗୁଡାକରେ ଆପଣ ଦେଖିବେ ହିନ୍ଦୀରେ କଣ ଓଡିଆରେ କଣ, ଝିଅ ମାନେ ନିଜ ଇଚ୍ଛାରେ ବଞ୍ଚିବେ। ତାଙ୍କର ଇଚ୍ଛା ହେଲା ସିଏ ରାତି 2ଟାରେ ବି ଘରକୁ ଫେରିବେ। ସିଏ ଚାକିରି କରୁଛନ୍ତି ବୋଲି କୋଟି କୋଟି ଟଙ୍କା ଅଲଗା ମାନଙ୍କୁ କିଣି ନେବେ। ଏଇ ପ୍ରକାର ଚାଲିଛି ଆଜି ଝିଅ ମାନଙ୍କର ନିଶା ସେବନ। ଗୋଟେ ଡାଟା ଦେଖନ୍ତୁ, ସିଗାରେଟ, ବିଡି, ମଦ୍ୟପାନ, ବିୟର, ହୋଟେଲ ବାର ରୁ ଆସିବା, କିଟ୍ ପାଖରେ ଆପଣ ଦେଖିପାରିବେ, ବହୁତ ଜାଗାରେ ଆପଣ ଦେଖିପାରିବେ ନିଶା ଶକ୍ତି ବଢି ଚାଲିଛି। ଏଇ ସବୁ ପୁଅ ପିଲାଙ୍କ ପାଖରେ ତ ମୂଳରୁ ହିଁ ଥିଲା। ଆପଣ ଯଦି ଆର୍ଯ୍ୟ ସଂସ୍କୃତି ବି ଦେଖନ୍ତି, ଆପଣ 2000 ବର୍ଷ ତଳରେ ଯଦି ମୌର୍ଯ୍ୟ ଡାଇନାଷ୍ଟି ମାନେ ସମ୍ପ୍ରଦାୟର କଥା ଦେଖନ୍ତି, ମୌର୍ଯ୍ୟ ରାଜତ୍ୱ କାଳରେ ପୁରୁଷ ମାନଙ୍କର ନିଶା ସେବନ ଇଜ କ୍ୱାଇଟ କମନ ଥିଲା ହିଁ, ମଦ୍ୟପାନ। କିନ୍ତୁ ନାରୀ ମାନେ କୌଣସି ଜାଗାରେ ମଦ୍ୟ ଭକ୍ଷଣ କରିବା କୌଣସି ଧର୍ମରେ, କୌଣସି ଧର୍ମରେ, ସେ ଖ୍ରୀଷ୍ଟିଆନ ହୁଅନ୍ତୁ, ସେ ମୁସଲିମ ହୁଅନ୍ତୁ, ସେ ଜୋରାଷ୍ଟ୍ରିଆନ ହୁଅନ୍ତୁ, ଆଉ ଏକ୍ସ ୱାଇ ଜେଡ୍ କେହି ବି ହୁଅନ୍ତୁ, ସବୁ ଜାଗାରେ ବ୍ୟାନ ଥିଲା। କାରଣ ନାରୀ ନାରୀତ୍ୱର ଭାବଟାକୁ ବହନ କରୁଥିଲା। ତେଣୁ ସେଇ ସମୟର ସମାଜ ଆଉ ବର୍ତ୍ତମାନର ସମାଜରେ ଗୋଟେ ଆକାଶ ଆଉ ପାତାଳର ଫରକ ଦେଖିବାକୁ ମିଳୁଛି ହିଁ। ଏଇ ସବୁ ଭିତରେ କିଛିଟା ଶ୍ରୀ ଶ୍ରୀ ଠାକୁର ଆମ ମାନଙ୍କୁ ନଜର ଦେବା ପାଇଁ କହିଛନ୍ତି। କାରଣ ବହୁତ ଗୁଡେ ଜିନିଷ ଆମେ ମାନେ ଯାହା ମାନେ ସାମ୍ପ୍ରତିକ ସମାଜରେ ଦେଖିବାକୁ ପାଉଛେ, ତାହା ପ୍ରକୃତରେ ତା ନୁହେଁ। ସେଟା ଆମ ମାନଙ୍କର କଥା ନିଶ୍ଚିତ, କିନ୍ତୁ ପ୍ରକୃତ ଜୀବନଟାକୁ ଯଦି ଆମେ ମାନେ ଅନୁଧ୍ୟାନ କରିବା, ତାହେଲେ ସେଇଟା ସେଇ ପ୍ରକାରରେ ଗତି କରୁନି ଯେମିତି ସେଟା ଗତି କରିବା କଥା। କାରଣ ପାରିବାରିକ, ସାମାଜିକ, ବ୍ୟକ୍ତିଗତ ସମସ୍ତ ପ୍ରକାରର ଉନ୍ନତି ଓ ବିକାଶ ଦାମ୍ପତ୍ୟ ଜୀବନ ଉପରେ ହିଁ ନିର୍ଭର କରେ। ତେଣୁ ଶାସ୍ତ୍ରରେ ଗାର୍ହସ୍ଥ୍ୟ ଆଶ୍ରମକୁ ଶ୍ରେଷ୍ଠ ଆଶ୍ରମ ବୋଲି ମାନ୍ୟତା ଦିଆଯାଇଛି। ପତି ଆଉ ପତ୍ନୀଙ୍କ ମଧ୍ୟରେ, ଉଭୟଙ୍କ ମଧ୍ୟରେ ସହଯୋଗ, ଏକତା, ପାରସ୍ପରିକ ପ୍ରୀତି, ଆତ୍ମୋତ୍ସର୍ଗ, ତ୍ୟାଗ, ସେବା ଇତ୍ୟାଦି ଦ୍ଵାରା ଦାମ୍ପତ୍ୟ ଜୀବନର ସୂର୍ଯ୍ୟ ସୁଖକୁ ଅନୁଭବ କରାଯାଇପାରେ। ମନୁଷ୍ୟର ଆନ୍ତରିକ ତଥା ବାହ୍ୟ ଜୀବନର ବିକାଶ ଲାଗି ଏଥିରୁ ଯଥେଷ୍ଟ ସାହାଯ୍ୟ ମିଳିଥାଏ ମଧ୍ୟ। କିନ୍ତୁ ଯୋଉଟା ଆମେ ବର୍ତ୍ତମାନ ସମାଜରେ ଦେଖିବାକୁ ପାଉଛେ, ବର୍ତ୍ତମାନ ପରିପ୍ରେକ୍ଷୀରେ ଯଦି ପ୍ରସଙ୍ଗଟାକୁ ଆମେ ଆଲୋଚନାରେ ନବା, ତାହେଲେ ଦାମ୍ପତ୍ୟ ଜୀବନର ସଫଳତା ସକାଶେ ପତି ଆଉ ପତ୍ନୀ ପରସ୍ପରର ଭାବନା, ବିଚାର, ସ୍ୱତନ୍ତ୍ର ଅସ୍ତିତ୍ବ ପ୍ରତି ନଜର ରଖି ବ୍ୟବହାର କରିବାଟା ଆବଶ୍ୟକ। କିନ୍ତୁ ଏଇ ଦୃଷ୍ଟିକୋଣର ଅଭାବ ରହିଛି। ଦାମ୍ପତ୍ୟ ଜୀବନରେ ଅଶାନ୍ତିର କେନ୍ଦ୍ର ହେଇ ପଡିଛି। ପତିର ଇଚ୍ଛା ନଥିଲେ ସୁଦ୍ଧା, ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିଲେ ସୁଦ୍ଧା, ବହୁମୂଲ୍ୟ ଶାଢୀ, ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ, ସିନେମା ଦେଖିବା ପାଇଁ ସ୍ତ୍ରୀର ଦାବି ଦାମ୍ପତ୍ୟ ଜୀବନରେ ଅସନ୍ତୋଷ ଲାଭର କାରଣ ହେଇଛି। ଆଜି କେହି କାହାର ଇଚ୍ଛାକୁ ବୁଝିବାକୁ ଚେଷ୍ଟା କରୁନାହାନ୍ତି। ସେଇ ପୁରୁଣା ଢଙ୍ଗିରେ ପୁରୁଷ ନାରୀ ଉପରେ ତାର ହାକିମାତି ଜୋର କରିବାକୁ ଚେଷ୍ଟା କରେ, କିନ୍ତୁ ନାରୀ ତ ନଛୋଡ ବନ୍ଧା। କାରଣ ବାହାରେ ସମସ୍ତେ କାମ କରୁଛନ୍ତି, ତେଣୁ ଇଚ୍ଛା ହେଲେ ନିଜ ଇଚ୍ଛାରେ ଫିଲ୍ମ ଦେଖିଯିବା, ନିଜ ଇଚ୍ଛାରେ ମନ ଇଚ୍ଛା କିଣି ପକେଇବା, ବାଲାନ୍ସକୁ ପୁରା ଶେଷ କରିଦବା। ଏଇ ପ୍ରକାରରେ ସ୍ଵାମୀର ମଧ୍ୟ ସ୍ତ୍ରୀ ଉପରେ ଭରସା ପାଉନି। ହଁ, ହୁଏତ ଦାମ୍ପତ୍ୟ ଜୀବନରେ ଆମେ ଦେଖୁ ଯେ ମାନେ ବାହାଘର ହେଇଛନ୍ତି ସେମାନେ, କାରଣ ଭାରତୀୟ ପରମ୍ପରାର ବିବାହର ଗୋଟେ ବିଶେଷ ମହତ୍ବ। ବାପା ମା ଚାହାନ୍ତି ଯେ ପିଲା ବଡ ହେଲା ମାନେ ତାର ବାହାଘରଟା କରିଦବୁ, ଆମ ମୁଣ୍ଡର ବୋଝ ଟା ସରିଯିବ। କିନ୍ତୁ ଦାମ୍ପତ୍ୟ ଜୀବନ ଶିକ୍ଷା ଟା କୋଉଠି ଦିଆଯାଏ? ପିଲା କୋଉଠୁ ଶିଖେ? ଯଦି ବାପା ମାଙ୍କର ଜୀବନରେ ମଧ୍ୟ ସବୁବେଳେ ଅଶାନ୍ତି ଆଉ ଅସନ୍ତୋଷ ଭରି ରହିଥାଏ, ତାହେଲେ ପିଲାଟା କୋଉଠୁ ଶିଖିବ? ତେଣୁ ପିଲା ହେଲା ଆତ୍ମକନ୍ଦ୍ରିକ। ପିଲା ଭିତରେ ସ୍ଵାର୍ଥର ଯୋଉ କେନ୍ଦ୍ରଟା ଏତେ ବଢି ଯାଇଛି,
ତେଣୁ ଝିଅ ମାନଙ୍କୁ ଦେଖିବାକୁ ମିଳେ ଅନେକ ସମୟରେ ସେମାନେ ତାଙ୍କ ନିଜେ ନିଜେ ଖାଉଥିବେ, ସ୍ଵାମୀ ଆସିଲେ ତାଙ୍କୁ ଫିଙ୍ଗା ଫୋପଡା ବାଢି ଦେବେ, ତାଙ୍କୁ ରୋଷେଇ ବାସ କରିକି ଦଉନାହାନ୍ତି। ତ ସେମାନଙ୍କର ଯୁକ୍ତି ଆମେ ବି ତ ଆସୁଛୁ ବାହାରୁ, ଆମେ ବି କାମ କରୁଛୁ, ମେଡ ରଖ, ସର୍ଭେଣ୍ଟ ରଖ। ଆଜି ମେଡ ସର୍ଭେଣ୍ଟ ଆସିବାରେ ଡେରି ହେଲେ ସେଦିନ ଖାଇବା ବନ୍ଦ, ସେଦିନ ବାହାରୁ କିଣି ଖାଇବା। ତା ମାନେ କଥା ହଉଛି ଯେ ଆଜି ବାପା ମା ନିଶ୍ଚିନ୍ତ ରୂପରେ ପୁଅ ଝିଅଙ୍କୁ ବହୁତ ଯୋଗ୍ୟ କରିଛନ୍ତି। ମାସକୁ 5 ଲକ୍ଷ 10 ଲକ୍ଷ ଟଙ୍କା ଦରମା ପାଉଥିବା ଆମେରିକାନ କମ୍ପାନୀ ଗୁଡାକ ମଧ୍ୟ ଆସିକି ମଣିଷ ପାଖରେ ରହିଛି। କିନ୍ତୁ ଆମେ ଯୋଉ ମେଡ ସର୍ଭେଣ୍ଟକୁ ରଖିକି ଯାଉଛେ, କେତେବେଳେ ଯେ ସେ ଆମକୁ ବିଷ ନ ଦେଇଦବ ତାର କିଛି ମାନେ ଅଛି? ପିଲାମାନଙ୍କୁ ତାଙ୍କ ପାଖରେ ଛାଡିକି ଯାଉଛେ, ସେମାନେ ଯେ କେତେବେଳେ, ସେମିତି ବହୁତ କେସ୍ ଆସିଛି ନା, ମାରି ଦଉଛନ୍ତି ବି ପିଲାମାନଙ୍କୁ ବହୁତ ଜାଗାରେ ବହୁତ କିଛି। ତାପରେ କେସ୍ ତଦନ୍ତ ହଉଛି, ଖୋଳତାଡ ହଉଛି। କିନ୍ତୁ ଏଇ ମାନସିକତା ପଥରେ ଦାୟୀ କିଏ? ବାପା ମା ଆଜି ପିଲାଙ୍କୁ ଏତିକି ଯୋଗ୍ୟ କରିଛନ୍ତି, ସେମାନେ ଟଙ୍କା ଅର୍ଜନ କରିପାରୁଛନ୍ତି, ଏଇଟା ବହୁତ ଭଲ କଥା, ଖରାପ କଥା ନୁହେଁ। କିନ୍ତୁ ଆଜି ମଣିଷ ନିଜେ ଟିକେ ରୋଷେଇ କରିବାକୁ କାହିଁକି ଅକ୍ଷମ ହେଇଛି? ନିଜେ କୌଣସି ଗୋଟେ କାମ କରିବାକୁ କାହିଁକି ଅକ୍ଷମ ମନେ କରୁଛି? କାରଣ ଆମେ ମାନେ ପିଲା ବେଳୁ ବହୁତ ସୌଖିନ ହେଇଛେ। ପ୍ରାକ୍ଟିକାଲ କାମ କରିବାଟା ଆମ ମାନଙ୍କର ନାହିଁ, କେବଳ ଥିଓରିଟିକାଲ କଥା ଆମ ମାନଙ୍କର ମୁଣ୍ଡରେ ଚାରିଆଡେ ବସା ବାନ୍ଧିଛି। ଭଲ ପାଠ ପଢ, ବହୁତ ଟଙ୍କା ରୋଜଗାର କର, ଟଙ୍କା ରୋଜଗାର କଲେ ତୋ ପାଖକୁ ଭଲ ପ୍ରସ୍ତାବ ଆସିବ। ଲୋକମାନଙ୍କର ଏଇଆ କଥା, ଖାଲି ଭଲ ପାଠ ପଢ। କିନ୍ତୁ ପୃଥିବୀର ଅନେକ ଦେଶ ଅଛି ଯୋଉଠିକି ଲୋକ ପାଠ ପଢି ନାହାନ୍ତି। ସେମାନେ କଣ ସବୁ ମରିଯାଇଛନ୍ତି? ତାଙ୍କର ଜନସଂଖ୍ୟା କଣ କମି ଯାଇଛି? ଆଚ୍ଛା, ଆଉ ଅନେକ ଦେଶ ଅଛି ସେମାନେ ପାଠ ବହୁତ ପଢିଛନ୍ତି। ସେଇଥିପାଇଁ ଆପଣ ଦେଖନ୍ତୁ ତାଙ୍କ ମାନଙ୍କ ଦେଶରେ ଡିଭୋର୍ସର କେସ୍, ବାହାଘର ହେଇ ନ ପାରିବା, ଏଇ ସବୁ ଜିନିଷଟା ରହିଛି। ତାମାନେ ବର୍ତ୍ତମାନ ପାଠ କୋଉ ପ୍ରକାର ପାଠ? ଯନ୍ତ୍ରର ବିଦ୍ୟା, ଟେକ୍ନୋଲୋଜିର ବିଦ୍ୟା, AI SI ର ବିଦ୍ୟା, ଠିକ ଅଛି। କିନ୍ତୁ ତା ସହିତ ମଣିଷ ନିଜର ଯୋଉ ମାନବିକତାର ମୂଲ୍ୟବୋଧ, ସେଇଟାକୁ ପୁରା ହରେଇ ହିଁ ଦେଇଛି। ତେଣୁ ଆମେ ଦେଖୁ ଯେ ଅନେକ କାରଣ ହେତୁ ସ୍ତ୍ରୀ ଆଉ ସ୍ୱାମୀ ମଧ୍ୟରେ ଅସନ୍ତୋଷ ଆଉ ମନୋମାଳିନ୍ୟ ନଥିବା ଘର ବହୁତ କ୍ୱଚିତ ହିଁ ମିଳେ। କାରଣ ଗୃହସ୍ଥ ଜୀବନରେ ଯେତେ ସୁଖ ଅଛି, ସେ ସବୁ ଦାମ୍ପତ୍ୟ ଜୀବନର ସଫଳତାରେ ସନ୍ନିହିତ। ଦାମ୍ପତ୍ୟ ଜୀବନରେ ସୁଖୀ ନଥିଲେ ବୈଭର ପ୍ରାଚୁର୍ଯ୍ୟ ଥାଇ ସୁଦ୍ଧା ମନୁଷ୍ୟ ସୁଖୀ, ସନ୍ତୁଷ୍ଟ, ସ୍ଥିର ଚିତ୍ତ ହୋଇ ନପାରେ। ଯେଉଁମାନଙ୍କ ଦାମ୍ପତ୍ୟ ଜୀବନରେ କଳହ, କ୍ଲେଶ ଆଉ କଟୁତା ନଥାଏ, ସେମାନେ ବଳ, ଉତ୍ସାହ ଆଉ ସାହସ ଯୁକ୍ତ ହୁଅନ୍ତି, ପ୍ରେରଣା ସନ୍ଦୀପୀ ହୁଅନ୍ତି। ଦରିଦ୍ର ଅବସ୍ଥାରେ ସୁଦ୍ଧା ସୁଖମୟ ଜୀବନ ଯାପନ କରିବାର ଦାମ୍ପତ୍ୟ ଜୀବନରେ କ୍ଷମତା ସେମାନଙ୍କର ଥାଏ ହିଁ। ତେଣୁ ଅନେକାଂଶରେ ଆମେ ଦେଖିବାକୁ ପାଉ ଯେ ଝଗଡାର ମୁଖ୍ୟ କାରଣ ଅର୍ଥ, ପରସ୍ପରକୁ ବୁଝି ନ ପାରିବା, ଉଭୟ ଉଭୟଙ୍କୁ ସମ୍ମାନ ଶ୍ରଦ୍ଧା ନ କରିବା, ନ୍ୟୁନ ସ୍ତରରେ ଦେଖିବା, ଏଇ ସବୁଟା ପ୍ରାୟତଃ ଦେଖିବାକୁ ପାଉ। କିନ୍ତୁ ଆଲୋଚନା ପ୍ରସଙ୍ଗ ତୃତୀୟ ଖଣ୍ଡରେ ଠାକୁରଙ୍କର ଯୋଉ ଆଲୋଚନା ରହିଛି, ସେଥିରୁ କେତେ ଗୁଡେ ପଏଣ୍ଟ ମୁଁ ତାକୁ କରିଛି ଯେ କୋଉ କୋଉ ଜିନିଷ ଉପରେ ବର୍ତ୍ତମାନ ଟାଇମରେ, ଆଗ ସମୟରେ କଣ ହଉଥିଲା କଣ ନାହିଁ ସେ ତ ପର କଥା, ବର୍ତ୍ତମାନ ସମୟଟାକୁ ଟିକେ ଯଦି ଆମେ ନଜର ପକେଇବା, କାରଣ ସମାଜ ତ ପୁରା କଳୁଷିତ, ସମାଜ ଆଉ ତ ନାହିଁ ହିଁ। ସମାଜରେ ଭଲ କଥା କହିବା, ଭଲ ଲୋକମାନଙ୍କର ସଂଖ୍ୟା ଦିନକୁ ଦିନ ହ୍ରାସ ପାଇ ପାଇ ଯାଉଛି। ଯେହେତୁ ବର୍ଣ୍ଣାଶ୍ରମ ଭାଙ୍ଗି ଯାଇଛି, ତେଣୁ ସମାଜର ସାଂସ୍କୃତିକ ବ୍ୟବସ୍ଥାଟା ବି ନଷ୍ଟ ହେଇଯାଇଛି। ତେଣୁ ଏଇ ସଫଳ ଦାମ୍ପତ୍ୟ ଜୀବନର କେତେ ଗୁଡେ ବ୍ୟବହାରିକ ସତ୍ୟ, ଯାହା ଠାକୁରଙ୍କର ଆଲୋଚନା ପ୍ରସଙ୍ଗରେ ମୁଁ ପଏଣ୍ଟ ଆଉଟ କରିଛି, ସେଇଟାକୁ ଟିକେ ଆମେ ନଜର ପକେଇବା। ପ୍ରଥମ କଥା କି ଉଭୟ ଉଭୟଙ୍କୁ ନିର୍ମଳ ହୃଦୟରେ ଭଲ ପାଇବା ଦରକାର। ଏଇ ଭଲ ପାଇବାର ମାନେ ହଉଛି ଯେ ସାଥିର ଦୋଷ ବା ଭୁଲ ଥିଲେ ତାକୁ ସହାନୁଭୂତିର ସହ କ୍ଷମା କରିବା। ଫାଷ୍ଟ ପଏଣ୍ଟ, ଆମେ କହୁ ଯେ ଦଣ୍ଡିବା ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଆଚରଇ। ତେଣୁ ଉଭୟ ଉଭୟଙ୍କର ଭୁଲ ଅଛି, ଠିକ ଅଛି, କହିଲେ ଭୁଲଟା, କିନ୍ତୁ ଭୁଲଟା ଏଇ ପ୍ରକାରରେ ଉପସ୍ଥାପନ ହବା ଦରକାର ଯେମିତି ମଣିଷ ତାର ଭୁଲଟାକୁ ବୁଝିପାରେ ଆଉ ସଜାଡିବାକୁ ଚେଷ୍ଟା କରେ। ତା ନକରି
ଯଦି ଭୁଲଟାକୁ ଆମେ ମାନେ ହାଇଲାଇଟ କରି ଚାରିଆଡେ ପ୍ରଚାର କରି କାହିଁ କଲୁନି, କଣ ପାଇଁ କଲୁନି, ତତେ କଣ ଘରେ ଶିକ୍ଷା ଦିଆଯାଇନି, ତମ ଘରେ କଣ ସଂସ୍କାର ନାହିଁ କହିକି ଝଗଡାଟି ଆରମ୍ଭ କରୁ। ବହୁତ ମାନେ ଘର ମାନଙ୍କରେ ଦେଖିବାକୁ ମିଳିଛି ମଧ୍ୟ, ମୁଁ ନିଜେ ମଧ୍ୟ ଦେଖିଛି। ଏମିତି ଟିକେ ଟିକେ ଛୋଟ ମୋଟ ଭୁଲ ହୁଏତ ଝିଅ କରୁଛି, କାରଣ ଝିଅ ମାନେ ତ ଆଜିକାଲି ବହୁତ ଲାଭିସ ହେଇଯାଇଛନ୍ତି, ବହୁତ ସୁଖୀ ହେଇଯାଇଛନ୍ତି, ସେମାନେ କାମ ଧାମ କରିବାକୁ ଭଲ ପାଉନାହାନ୍ତି। ତେଣୁ ଶାଶୁ ଯୋଉମାନେ ତାଙ୍କର ସମୟ ତ ଆଜିଠୁ ମାନେ 1970-80 ଯୋଉମାନେ ବିବାହ କରିଛନ୍ତି ସେମାନେ ହିଁ ତ ଆଜି ଶାଶୁ ହେଇଛନ୍ତି। ତେଣୁ ସେମାନେ ବହୁତ ଷ୍ଟ୍ରିକ୍ଟ ହଉଛନ୍ତି, କାରଣ ତାଙ୍କ ସମୟଟାକୁ ସେମାନେ, ସେ ସମୟରେ ସେତିକି ସଂସାଧନ ସାମଗ୍ରୀ ନଥିଲା। ତେଣୁ ଏଇ ଡେରିରେ ଉଠୁଛୁ, ଘରର କାମ କରୁନୁ, ଆଜି ମାର୍ଗଶିର ଗୁରୁବାର ଶୋଇ ପଡିଛୁ, ତମ ଘରେ କଣ କିଛି ଶିକ୍ଷା ଦେଇନାହାନ୍ତି, କିଛି ଶିଖିନୁ, କଳି ଲାଗିଲା ଭଳି କଥା, ଟିକେ ଟିକେ କଥାରେ ଫାଟ ଝଗଡା ସୃଷ୍ଟି ହଉଛି। ପ୍ରାୟତଃ ଦେଖିବାକୁ ମିଳିଛି ବ୍ରହ୍ମପୁର ସାଇଡ ର ଏଇ କେସ୍, ପ୍ରାୟତଃ ମ୍ୟାକ୍ସିମମ୍ ବ୍ରହ୍ମପୁର ସାଇଡ ର ହିଁ କେସ୍ ମାନେ ରିପୋର୍ଟ ହେଇଛି ସବୁ ଜାଗାରେ। ଏଇଟା ଓଡିଶାନ୍ ସର୍ଭେ। ଯେ ଟିକେ ଟିକେ କଥାରେ କେବଳ ଉଭୟ ପ୍ୟାରେଣ୍ଟସଙ୍କର ଝଗଡାରେ ହିଁ ଘର ଭାଙ୍ଗି ଯାଉଛି। ସେ ପୁଅ ଝିଅ କଣ ପରସ୍ପରକୁ ସମ୍ଭାଳିବେ, ପରସ୍ପରକୁ ବୁଝିବେ, ତାଙ୍କର ତ ସେତିକି ଜ୍ଞାନ ନାହିଁ। କିନ୍ତୁ ଉଭୟ ବାପା ମାଙ୍କ ଦଳର ବାପା ମାଙ୍କର ଝଗଡା ଝାଟିରେ ତାଙ୍କ ପିଲାମାନେ ବଳି ପଡି ଯାଉଛନ୍ତି। ପିଲାମାନଙ୍କୁ ବୁଝିବାକୁ, ପିଲାମାନଙ୍କ ଭିତରେ ଭଲ ପାଇବା ସୃଷ୍ଟି କରିବା ପାଇଁ, ପିଲାମାନଙ୍କୁ ଟିକେ ଆଟେନସନ ଆଉ କେୟାର ଦବା ପାଇଁ ବାପା ମାଙ୍କର ସମୟ ନାହିଁ। ସେମାନେ ଉଭୟଙ୍କର କଳିରେ ବ୍ୟସ୍ତ, ବନ୍ଧୁ ଚର୍ଚ୍ଚାରେ ବ୍ୟସ୍ତ, ଝଗଡାରେ ବ୍ୟସ୍ତ, କିନ୍ତୁ ପିଲାମାନଙ୍କୁ ସମୟ ଦେଇନାହାନ୍ତି। ପିଲାମାନେ ଉଭୟ ପରସ୍ପରଙ୍କୁ ବୁଝନ୍ତୁ, ଚାଲନ୍ତୁ, ତାଙ୍କ ଭିତରେ କେମିତି ଭଲ ପାଇବା ବଢିବ, ଶ୍ରଦ୍ଧା ବଢିବ, ପରସ୍ପରକୁ ଉଭୟ ବୁଝିବେ, ଏ ଦିଗରେ ଉଭୟ ପକ୍ଷର ବାପା ମାଙ୍କର କୌଣସି ନଜିର ନାହିଁ। ଦିସ୍ ଇଜ ଦ ବିଗେଷ୍ଟ ମିଷ୍ଟେକ୍, ଫାର୍ଷ୍ଟ ପଏଣ୍ଟ। ଦ୍ଵିତୀୟତଃ, ଯେ ନିଜ ଭିତରେ ଯୋଉ ଭୁଲ ବୁଝାମଣା ବା ମନମାଳିନ୍ୟ ରହିଥିଲେ ଯଥାଶୀଘ୍ର ତାକୁ ଦୂର କରିବାକୁ ଚେଷ୍ଟା କରନ୍ତୁ। ଅହଂଭାବ ଠାରୁ ସର୍ବଦା ଦୂରରେ ରହିବାର ଚେଷ୍ଟା ରହୁ। ସରଳ ମଧୁର ଭାଷଣ, କ୍ଷମାଶୀଳ ସ୍ୱଭାବ ଦ୍ୱାରା ଦାମ୍ପତ୍ୟ ଜୀବନରେ ଶୁଷ୍କ ତରୁ ମଧ୍ୟ ପୁଷ୍ପିତ ଆଉ ପଲ୍ଲବିତ ହେଇପାରେ। ଥାର୍ଡ ପଏଣ୍ଟ, ପରସ୍ପର ପ୍ରତି ଅବିଚଳ ବିଶ୍ୱାସ ରଖିବା ଦରକାର। ସନ୍ଦେହ ପୋଷଣ ଫଳରେ ଆଜି ବହୁତ ଦାମ୍ପତ୍ୟ ଜୀବନ ଗୁଡାକ ନଷ୍ଟ ହେଇଛି, କଷ୍ଟ ଭୋଗୁଛନ୍ତି। ତେଣୁ ସନ୍ଦେହ ବଢି ଯାଉଛି। ତେଣୁ ଉଭୟଙ୍କୁ ସମୟ ଦବା ଦରକାର। ନହେଲେ ପୁଅ ଯାଏ ଆଉ କୋଉ ଝିଅ ପାଖରେ, ଝିଅ ଯାଏ ଆଉ କୋଉ ପୁଅ ସାଙ୍ଗରେ ବ୍ୟସ୍ତ। ତେଣୁ ସର୍ବପ୍ରଥମେ ତ ଆଦର୍ଶ କୈନ୍ଦ୍ରିକ ହବା ଦରକାର। ତା ସହିତ ଏଇ ଜିନିଷ ଗୁଡାକୁ ଟିକେ ନଜର ରଖିବା ଦରକାର। 4 ପଏଣ୍ଟ, ସବୁ ପରିସ୍ଥିତିରେ ଜଣେ ଆଉ ଜଣଙ୍କୁ ସାହାଯ୍ୟ କରିବା ଦରକାର। ସାଥୀ ହୋଇ କଷ୍ଟକୁ ସହିବା ଦରକାର। ସାଥୀ ହୋଇ ସୁଖର ଦିନ କଟେଇବା ଦରକାର। ଅର୍ଥାତ୍ ସାମାଜିକ ଇତ୍ୟାଦି ସବୁ କାମ ଗୁଡାକ ସାଥୀ ହେଇ କରିବା ଦରକାର। ରୋଗ, କଷ୍ଟ, ଦୁଃଖ ଇତ୍ୟାଦି ଅବସ୍ଥାରେ ପରସ୍ପରକୁ ସାହାଯ୍ୟ କରନ୍ତୁ। କିନ୍ତୁ ଆଜିକାଲି ସେମିତି ଦେଖା ଯାଉନି। ଆପଣ ଦେଖନ୍ତୁ, ଗୋଟେ ମହମ୍ମଦ ସାମୀ ବୋଲି ଗୋଟେ କ୍ରିକେଟର ଥିଲେ। ସେ ତାଙ୍କର ସ୍ତ୍ରୀ ମାନେ ସେ ଡିଭୋର୍ସ ହେଇ ସାରିଲାଣି, ତାଙ୍କୁ ପଚରା ଯାଉଛି ତମେ କଣ ଚାହୁଁଛ, ନା ମୁଁ ଚାହୁଁଛି ସିଏ ତାଙ୍କର ଯାହା ହୁଅନ୍ତୁ ହୁଅନ୍ତୁ, ତାଙ୍କର ସମ୍ପତ୍ତି ଗୁଡା କିନ୍ତୁ ମତେ ମିଳୁ। ମାନେ ଡିଭୋର୍ସ ହେଇ ସାରିଲା ପରେ ବି ସ୍ଵାମୀର ସମ୍ପତ୍ତି ଉପରେ ଝିଅ ମାନଙ୍କର ଲୋଭ। ତାହେଲେ ସେ ଝିଅ ମାନେ କେବଳ ସ୍ଵାମୀର ଶକ୍ତିକୁ, ପୌରୁଷତ୍ୱକୁ, ଅର୍ଥକୁ ହଡପ କରିବାକୁ ହିଁ ଚାହାନ୍ତି। ଆମେ ବହୁତ ସମୟରେ ସେମିତି ଝିଅ ମାନଙ୍କୁ ବି ଦେଖୁ, ଯୋଉମାନେ ସ୍ତ୍ରୀ ମାନେ ବେଶୀ ପାରାସାଇଟିକ ନେଚର, କାମ ଖୁବ କମ କରନ୍ତି, କିନ୍ତୁ ୟାର ତାର ତାଙ୍କର ସୁନା ଆଣିଦେଲେ, ତାଙ୍କର ଫ୍ରିଜ ଆସିଲା, ତାଙ୍କର ଅମକ ଆସିଲା, ତାଙ୍କର ଢମକ ଆସିଲା, ଆମର କାହିଁ ଆସିଲାନି, ଖାଲି ଝଗଡା ଝାଟି କରି ମୁଣ୍ଡ ଟା ଖରାପ କରିଦିଅନ୍ତି। ସେମିତି ଯୋଉଠି ଉଭୟ ମାନେ କାମ କରୁଛନ୍ତି, ଚାକିରି କରୁଛନ୍ତି, ଯୋଉଠି ପୁରୁଷ ଆଉ ନାରୀ, କାରଣ ନାରୀ ମାନେ ତ ଚାକିରି କଲେ ସେମାନେ ନିହାତି ଚାକିରିଆଙ୍କୁ ହିଁ ବିବାହ କରିବେ। ସେମାନେ ତ ବିଜନେସ ମ୍ୟାନଙ୍କ ପାଖକୁ କେବେ ଯିବେନି, ବହୁତ ରେୟାର କେସେସ ରେ ଯାଆନ୍ତି। ନହେଲେ ଯିଏ ଯାହାର ପ୍ରଫେସନ ସେଇ ପ୍ରଫେସନକୁ ଦେଖନ୍ତି। ତ ପ୍ରଫେସନ ଭିତରେ ବି ନାରୀ ଚାହେଁ ପୁରୁଷର ସବୁବେଳେ ଆଟେନସନ, ପୁରୁଷର ଆଟେନସନ ଟା ତା ପ୍ରତି ହିଁ ରହୁ। ନାରୀର ଏଇଟା ଗୋଟେ ଆନ୍ତରିକ ଇଚ୍ଛା ଯେ ତା ପୁରୁଷ ଅଲଗା କୌଣସି ନାରୀ ପ୍ରତି ଆକୃଷ୍ଟ ନ ହଉ, ସେ କେବଳ ତାକୁ ହିଁ ଧ୍ୟାନ ଦଉ। କିନ୍ତୁ ତାକୁ ଧ୍ୟାନ ଦବ ସେତିକି ବେଳେ ଯେତେବେଳେ ତାର ସାଜସଜ୍ଜା, ତାର କଥାବାର୍ତ୍ତା, ତାର ଖାଦ୍ୟପେୟ, ତାର ବ୍ୟବହାର ଟା ସିନା ଠିକ ହବ। ନିଜେ ତ ଅସଜଡ଼ା ଚଳଣୀରେ ବ୍ୟସ୍ତ, ଆଲୁଳାୟିତ ଚଳଣୀରେ ବ୍ୟସ୍ତ, ସେଠି ପୁରୁଷ ଟା ତାକୁ ଧ୍ୟାନ କେମିତି ଦବ?
ସେ ତ ତାକୁ ଛାଡିକି ଅଲଗା କୌଣସି ନାରୀ ପ୍ରତି ଧ୍ୟାନ ଦବ ହିଁ, କାରଣ ପୁରୁଷର ସ୍ୱଭାବ ମୂଳତଃ ହିଁ ବହୁ ନାରୀଗାମୀ, ଯୋଉଟା ନାରୀର ନୀତିରେ ଆପଣ ପଢୁଛନ୍ତି। କିନ୍ତୁ ନାରୀର ସ୍ୱଭାବ ହଉଛି ଏକ ପୁରୁଷ ଗାମୀ, କାରଣ ଏଇଟା ତାର ବୈଶିଷ୍ଟ୍ୟ। କାରଣ ବହୁ ପୁରୁଷ ଜନିତ ଆନତି ନାରୀ ତାର ଡିମ୍ବ କୋଷରେ ବହନ କରେ। ତେଣୁ ପୁରୁଷର ସ୍ୱଭାବ ତ ବହୁ ନାରୀଗାମୀ ମୂଳରୁ ହିଁ, କିନ୍ତୁ ବହୁ ନାରୀ ଗାମିତ୍ୱକୁ ଏକ ପୁରୁଷ ଗାମିତ୍ୱ ଚଳଣୀରେ ନିମଜ୍ଜିତ କରାଇବାର ଦାୟିତ୍ୱ ହଉଛି ନାରୀର। ତେଣୁ ଆଜି ନାରୀ ସେ ଦାୟିତ୍ୱ ବୁଝେ ନା, ସିଏ ତାର ଟଙ୍କା ଇନକମ କରିବାରେ ବ୍ୟସ୍ତ ଅଛି, କିନ୍ତୁ ପୁରୁଷ ପ୍ରତି ତାର ଧ୍ୟାନ ନାହିଁ। ତାହେଲେ ପୁରୁଷ ଯଦି ଅଲଗା କୌଣସି ଜାଗାରେ ବ୍ୟସ୍ତ ରହିଲା, ତାହେଲେ ଡିଭୋର୍ସ। ସେମିତି ନାରୀ ବହୁ ପୁରୁଷଙ୍କର ସଂସ୍ପର୍ଶରେ ଆସୁଛି। ଠିକ ଅଛି, ଘରର ଅଭାବ ଅସୁବିଧା ରହିଛି, ବା କିଏ ମୂଳରୁ ଚାକିରି କରିଛି, ବହୁତ ବଡ ପାଠ ପଢିଛି, ବହୁତ ଭଲ କଥା। କିନ୍ତୁ ସେ ଭୁଲି ଯାଉଛି ଯେ ବହୁ ପୁରୁଷ ଗାମୀ ହବା ଯୋଗୁ ତାର ମନ ବିଚଳିତ ହଉଛି, ଉଭୟଙ୍କ ପ୍ରତି ଭରସା ରଖି ପାରୁନାହାନ୍ତି, ଆଉ ସେଥିପାଇଁ ବହୁ ଦାମ୍ପତ୍ୟ ଜୀବନ ଭ୍ରଷ୍ଟର ପଥରେ ଗତି କରିଛି, ବହୁତ ଡିଭୋର୍ସ ହେଇଛି। ତାପରେ ପଏଣ୍ଟ ହଉଛି ଯେ ନିସ୍ୱାର୍ଥପର ଭାବରେ ପରସ୍ପରକୁ ସେବା କରିବା। ପତି ପତ୍ନୀ ଦୁଇଟି ଶରୀର ହେଲେ ସୁଦ୍ଧା ଏକ ପ୍ରାଣ ହବା ଦରକାର। ସଂକୁଚିତ ସ୍ୱାର୍ଥକୁ ଜଳାଞ୍ଜଳି ଦେଲେ ହିଁ ଦାମ୍ପତ୍ୟ ଜୀବନ ଖୁସି ହେଇପାରିବ। କିନ୍ତୁ ସଂକୁଚିତ ସ୍ୱାର୍ଥ, ମୁଁ କ୍ରିମ ଲଗେଇବି, ମୁଁ ମେକଅପ୍ କରିବି, ମୁଁ ପାର୍ଟି ଯିବି, ମୁଁ ଏଇଆ କରିବି, ଏଇଟା ହେଲା ସଂକୁଚିତ ସ୍ୱାର୍ଥ। ବୃହତ୍ତର ସ୍ୱାର୍ଥର ଦିଗରେ ମଣିଷର ଚିନ୍ତା ନାହିଁ। ନିଜ ଶରୀରକୁ ସଜେଇବାରେ ମଣିଷ ବ୍ୟସ୍ତ, କିନ୍ତୁ ନିଜ ମନକୁ ସଜାଡିବାରେ ବ୍ୟସ୍ତ ନାହିଁ। ନିଜର ପ୍ରକୃତ କଥାଟାକୁ ଲୋକମାନଙ୍କ ପାଖରେ ଉପସ୍ଥାପନା କେମିତି କରାଯାଇ ପାରିବ, ସେଇ ସଂସ୍କୃତି ନାହିଁ। ଘରକୁ କୁଣିଆ ଟିକେ ଆସିଥିଲେ ତାଙ୍କୁ ଚର୍ଚ୍ଚା କରିବାର ଆବଶ୍ୟକତା ମଣିଷ ମନେ କରୁନି। ଟିକେ ଚା ପାଣି ଦବାର ବ୍ୟବସ୍ଥା ମଧ୍ୟ କରିବାକୁ ଚାହୁଁନାହାନ୍ତି। ବର୍ତ୍ତମାନ ଲୋନଲିନେସ, ଆପଣ ଯଦି ୟୁରୋପିଆନ କଣ୍ଟ୍ରି, ତ ବହୁତ ଧନୀ ରାଷ୍ଟ୍ର ବୋଲି ତାଙ୍କ ମାନଙ୍କର ନାଁ ବହୁତ ଜୋରେ ପଡୁଛି। ସବୁ ୟୁଟ୍ୟୁବର ସମସ୍ତେ ଦେଖଉଛନ୍ତି ଯେ ଭାଇ ଭାରତଠୁ ଦେଖନ୍ତୁ କେତେ ଭଲରେ ଅଛନ୍ତି। କିନ୍ତୁ ଆପଣ ଯଦି ଜାପାନର ଟ୍ରେନରେ ଗତି କରିବେ, ଆପଣ ଯଦି ଆମେରିକା ଏସବୁ ଟ୍ରେନରେ ଗତି କରିବେ, ତାହେଲେ ଦେଖିବେ ସେଇଠି କେହି କାହା ସାଙ୍ଗରେ କଥା ହୁଅନ୍ତିନି, ବରଂ ଆପଣଙ୍କୁ ଧମକେଇବେ ଯେ ଆପଣ କାହିଁକି କାହା ସାଙ୍ଗରେ କଥା ହଉଛନ୍ତି। ମାନେ ସେଠି ଏତେ, ଜାପାନରେ ତ ଏତେ ଲୋନଲିନେସ, ମାନେ ଏକୁଟିଆ ପଣତା ଏତେ ରହିଛି ଯେ ଏକୁଟିଆ ପଣତାଟା ବି କାନ୍ଦିବ। କାହା ପାଖରେ କାହାର କଥାକୁ ମାନେ ସେୟାର କରିବା ପାଇଁ, ମନୋଭାବକୁ ବିକାଶ କରିବା ପାଇଁ ଭାରତରେ ଯୋଉ ସ୍କୋପ ରହିଛି, ତାହା ପୃଥିବୀର ଅଲଗା କୌଣସି ଦେଶରେ ନାହିଁ। ସମସ୍ତେ ନିଜ କାମରେ ବ୍ୟସ୍ତ। ନିଜର ଦୁନିଆରେ ଲୋକ ଏତେ ବ୍ୟସ୍ତ ଯେ କାହା ପାଖରେ ଆପଣ କାହାର ନିଜର ଦୁଃଖ ଟିକେ କହିପାରିବେନି, ନିଜର କଥା ଟିକେ କହିପାରିବେନି, ନିଜର ଭଲ ମନ୍ଦ ଟିକେ ବାଣ୍ଟି ବି ପାରିବେନି। ଲୋନଲିନେସ, ଏକୁଟିଆ ପଣତା ଏତେ ଭରି ଯାଇଛି। ଆଜି ଭାରତରେ ମଧ୍ୟ ସେଇ ଅବସ୍ଥା, କାରଣ ମଣିଷ କାମ କରି କରି କ୍ଳାନ୍ତ ହେଇଯାଉଛି ଦିନ ସାରା ପରିଶ୍ରମ କରିକି। ରାତିରେ କାହା ପାଖରେ ବି ନିଜର ମନର କଥାଟାକୁ ସେ ବ୍ୟକ୍ତ କରିପାରୁନାହିଁ। ତେଣୁ ନିଃସ୍ୱାର୍ଥପର ସେବାର, ସାହାଯ୍ୟର, ସହଯୋଗର ଏତେ ପରିମାଣରେ ଆବଶ୍ୟକତା ରହିଛି। ତାପରେ ଯେତେ ଦୂର ସମ୍ଭବ ଜଣେ ଆଉ ଜଣଙ୍କର ବିଷୟରେ ଆଲୋଚନା କରିବା ଉଚିତ। ଦୁର୍ବଳତା ଆଉ ଦୋଷ କାହାଠାରେ ନାହିଁ। କିଏ ସର୍ବଗୁଣ ସମ୍ପନ୍ନ ହେଇ ଜଗତରେ ଜନ୍ମିଛି। ତ ଦାମ୍ପତ୍ୟ ଜୀବନରେ ସୁଖ ଓ ଶାନ୍ତିର ବାତାବରଣ ପାଇଁ ଇଚ୍ଛୁକ ଯୋଉମାନେ, ସେମାନେ ଅନ୍ୟର ଦୋଷ ଖୋଜିବାର ଅଭ୍ୟାସ ଟାକୁ ପରିତ୍ୟାଗ କରିବା ଦରକାର। ଦୋଷ ଅନ୍ୱେଷଣ କଲେ ପରସ୍ପର ମଧ୍ୟରେ କଟୁ ଭାବନା ଜାଗ୍ରତ ହୁଏ, ବିଶ୍ୱାସ ନଷ୍ଟ ହୁଏ। ତେଣୁ ଦୋଷ ଅନ୍ୱେଷଣର ଅଭ୍ୟାସ ଟା ଏକ ସର୍ବପ୍ରଥମେ ତ୍ୟାଗ କରିବା ଉଚିତ। ଦୋଷ ଦେଖିଲେ ଭଲ ପାଇ ହୁଏ ନା। ଭଲ ପାଇବାର ସହ ଲୋକକୁ ସଂସାଧନ କରାଯାଏ। ଦୋଷ ଦେଖାଯାଉ, କିନ୍ତୁ ନିରାକରଣ ପାଇଁ, ଦୋଷକୁ ହାଇଲାଇଟ କରିବା ପାଇଁ ନୁହେଁ। ଆଉ ଗୋଟେ ହେଲା ସ୍ୱେଚ୍ଛାଚାରୀ ନହବା, ମିଳିମିଶି ସବୁ କାମ କରିବା। କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଉଭୟ ହିଁ ସ୍ୱେଚ୍ଛାଚାରୀ। କେହି କାହାର କଥା ଶୁଣିବାରେ ନାହିଁ, କାରଣ ସମସ୍ତଙ୍କ ହାତରେ ଟଙ୍କା। ସମସ୍ତେ ନିଜର ମନମାନି କରିବେ, ନିଜର ଇଚ୍ଛା ଅନୁସାରେ ଚାଲିବେ, ନିଜକୁ ଇମ୍ପୋର୍ଟାନ୍ସ ଦେବେ, ନିଜକୁ ସଜେଇବାରେ ବ୍ୟସ୍ତ। ସ୍ୱେଚ୍ଛାଚାରିତା, ଶୈରିଣୀ, ସ୍ୱେଚ୍ଛାଚାରିଣୀ ବୋଲି ଶବ୍ଦ ପ୍ରୟୋଗ କରାଯାଏ। ଯାହା ତାର ଇଚ୍ଛା ସେ ସେୟା କରିବ। ସିଏ କାହାର ଭଲ ମନ୍ଦ କଥା ଟିକେ ଶୁଣିବନି, କଣ ପାଇଁ ମନା କରାଯାଉଛି ଟିକେ ମାନିବନି। ଯାହା ତାର ଇଚ୍ଛା ଇନଷ୍ଟାଣ୍ଟଲି ସେ ଅର୍ଡର କରି ଖାଇବ।
ମନ ଇଚ୍ଛା ଶୋଇବ, ମନ ଇଚ୍ଛା ସକାଳୁ ଉଠିବ, ଅଲଗା ମାନଙ୍କୁ ଖରାପ ବ୍ୟବହାର କରିବ। ଏଇ ସବୁ ହଉଛି ଶୈରିଣୀ ବା ସ୍ଵେଚ୍ଛାଚାରିତାର ଗୋଟେ ଗୋଟେ ପରଖ। ତାପରେ ହେଲା ଅଧିକାର ଓ ବଡ ପଣିଆର କୁ ଭାବନାକୁ ତ୍ୟାଗ କରିବା ଉଚିତ। ଯୋଉ କଥା ମୁଁ ପ୍ରଥମରୁ କହୁଥିଲି ଯେ ବଡ ପଣିଆ ମୁଁ ଏତେ ପଢିଛି ତୋର କଣ ଯୋଗ୍ୟତା ଅଛି? ତମ ଘରେ କଣ ଅଛି କହିଲ? ତମେ ତ ଖାଇବାକୁ ହିଁ ପାଅ ନା। ଏଇ ପ୍ରକାର କଥା। ଅଧିକାର ଏଇଟା ମୋର ଅଧିକାର ମୁଁ ନେବି, ସିଏ କଣ ନବ? ସିଏ କିଏ? ସେ କେତେ ଦିନ ହେଲା ଆସିଛି? ଏଇ ଏମିତିଆ କଥା। ଖାଲି ଝଗଡା ଝାଟି କଳହର କଥା। ତେଣୁ ନିଜର ଅଧିକାରକୁ ଆଗ ସାବ୍ୟସ୍ତ କରି ସବୁ ଭଲ ଗୁଡାକୁ ବାଛି ନବା। ତାପରେ କୁ ଭାବନାକୁ ତ୍ୟାଗ କରିବା। କଣ ନା ଅଲଗା ମାନଙ୍କ ପ୍ରତି ଖରାପ ମନୋବୃତ୍ତି ପୋଷଣ କରିବା। ଆଉ ନିଜକୁ ବଡ ବୋଲି ମନେକରି ସର୍ବାଗ୍ରେ ଅଧିକାର ଟାକୁ ଜାହିର କରି ସବୁ କିଛିକୁ ଛଡେଇ ଆଣିବା। ଏଇ ସବୁ ଜିନିଷ ଟାକୁ ତ୍ୟାଗ କରିବା ଉଚିତ। ଯେ ତା ନହବ ତାହେଲେ ସବୁବେଳେ ଡୋମିନାନ୍ସ ର ଗୋଟେ ଭାବ ରହିବ। ସବୁବେଳେ ଅଲଗା ମାନଙ୍କ ଉପରେ ଅଧିକାର ସାବ୍ୟସ୍ତ କରି ଔଧତାମି ହବାର ଯୋଉ ଭାବ ସେଇଟା ହିଁ ମଣିଷ ଭିତରେ ଦିନକୁ ଦିନ ଭରିଯିବ। ତେଣୁ ସେଇଟାକୁ ଟିକେ କଣ୍ଟ୍ରୋଲ କରି ରଖିବା ଉଚିତ। ଆଉ ସବୁଠୁ ବଡ କଥା ହଉଛି ମୁହଁରେ ହସ ରଖିବା ଦରକାର। କିନ୍ତୁ ଅନେକ ଲୋକଙ୍କର ମୁହଁ ଏମିତି ଥାଏ ସେମାନେ ପୁରା ବିଷଣ୍ଣତାରେ ଭରିଯାଆନ୍ତି। ପ୍ରତି ମୁହୂର୍ତ୍ତରେ ବିଷଣ୍ଣତା ତାଙ୍କର ଚିର ସହଚର। ସତେ ଯେମିତି ତାଙ୍କର କୋଟିଏ ଟଙ୍କା କିଏ ଖାଇ ଦେଇଛନ୍ତି। ସେମାନେ ମାନେ କାହାକୁ ଟିକେ ଭଲରେ କଥା ପଦେ କହିବେ ତା ନାହିଁ। ସେମାନେ ନିଜର ଦୁନିଆରେ ବ୍ୟସ୍ତ, ମୋବାଇଲରେ ବ୍ୟସ୍ତ, ନିଜର ଗପରେ ବ୍ୟସ୍ତ। ଏଇ ପ୍ରକାରରେ ମାନେ ମଣିଷର ଜୀବନ ଟା ଆମେ ଦେଖିବାକୁ ପାଉ। ନିଜର ଦୁନିଆରେ ବ୍ୟସ୍ତ। ସେମାନେ କାହାକୁ ଦେଖିଲେ ହସନ୍ତିନି ଟିକେ। ପଦେ କଥା ବି କୁହନ୍ତିନି। ସେମିତି ବହୁତ ପିଲାମାନଙ୍କୁ ଆପଣ ଆଜିକାଲି ଦେଖିବାକୁ ପାଇବେ। ତାପରେ ଆସିଲା ଯେ କୌଣସି ବିଷୟକୁ ସବୁବେଳେ ସରଳ ଭାବରେ ବୁଝେଇବା ଦରକାର। ସାଥୀକୁ କ୍ରିଟିସାଇଜ ବା ବ୍ୟଙ୍ଗ ବା ଉପହାସ କରିବାର ନୁହେଁ। ତା ଉପରେ ରାଗ କରିବାର ନାହିଁ କି ଧମକ ବି କରିବାର ନାହିଁ। ଅନେକ ସମୟରେ ଯଦି କେହି ଅପୋନେଣ୍ଟ ପାର୍ଟନର ବୁଝି ପାରୁନି ତ ଆମେ କ୍ରିଟିସିଜିମ କରୁ। ମୂର୍ଖ ଟା କିଛି ପାଠ ପଢିନି ଏତେ ଥର କହିଲା ପରେ ବି ବୁଝି ପାରୁନି। ପ୍ରାୟତଃ ଏମିତି ସବୁ ଦେଖିବାକୁ ମିଳେ। ତେଣୁ ଏଇ ପ୍ରକାରର ଭାବନା ଟା ମଣିଷ ତ୍ୟାଗ କରିବା ଉଚିତ। ଯଦି କ୍ରିଟିସିଜିମ୍ କରୁ ସେଥିରୁ ଅଟହାସ୍ୟ ଭାବରୁ ଘୃଣାର ଭାବର ମଧ୍ୟ ଉଦ୍ରେକ ହୁଏ। ତେଣୁ ସେଇଟାକୁ ତ୍ୟାଗ କରିବା ଉଚିତ। ଆଉ ନିଜ ଭିତରେ ଶିଷ୍ଟାଚାର ପାଳନ କରିବା ଦରକାର। ପାରିବାରିକ ଜୀବନରେ ଅଶିଷ୍ଟ ବ୍ୟବହାର ସର୍ବଦା ନିନ୍ଦନୀୟ ଆଉ ତ୍ୟାଯ୍ୟ। କିନ୍ତୁ ଯୋଉଟା କି ବେଶୀ ଭାବରେ ଚାଲେ ରୁରାଲ ବେଲ୍ଟ ମାନଙ୍କରେ। ତାପରେ ପରିବାରର ସଦସ୍ୟ ମାନଙ୍କ ବିଷୟରେ ଟିପ୍ପଣୀ ଦବା ଅନୁଚିତ। ପୁଅ କିମ୍ବା ଝିଅ। ପୁଅ ଝିଅର ବାପା ମା ତାର ବନ୍ଧୁ ପରିବାର ପରିଜନ ବର୍ଗ ସେମିତି ଝିଅ ପୁଅର ବାପା ମା ତାର ପରିବାର ବର୍ଗଙ୍କ ଉପରେ ଖୁବ ଟିପ୍ପଣୀ ଦିଅନ୍ତି। ସେ ଏମିତି ସିଏ ସେମିତି ସିଏ ମତେ ଏଇଆ କହିଲେ ସିଏ ମତେ ସେମିତି କହିଲେ। ଏଇ ପ୍ରକାର ଜିନିଷକୁ ବନ୍ଦ କରିବା ଦରକାର। ତା ନହେଲେ ପ୍ରତି କଥାରେ ହିଁ ଡିଷ୍ଟର୍ବାନ୍ସ ହବ। ଚାଲି ହବ ନାହିଁ। ତାପରେ ଆସିଲା ସରଳ ଜୀବନ ଯାପନ କରିବା ଦରକାର। ବିଳାସ ପୂର୍ଣ୍ୟ ଦ୍ରବ୍ୟ ଠାରୁ ଦୂରେଇ ରହିବା ଦରକାର। ତାମାନେ କଣ ଭଲ ଡ୍ରେସ ପିନ୍ଧିବୁନି ଭଲ ଖାଇବୁନି ନିହାତି। କିନ୍ତୁ ବିଳାସ ପୂର୍ଣ୍ଣ ବିଳାସ କହିଲେ କଣ କହିଲେ ଲଗଜୁରୀ। ମାନେ ଗୋଟେ ଉଦାହରଣ ଦଉଛି 2000 ମସିହାରେ ଏସି କିଣୁଥିବା ଲୋକଙ୍କୁ ଆମେ ଲକ୍ଜୁରିୟସ ବା ଇଲାଇଟ୍ ପିପଲ ବୋଲି କହୁଥିଲୁ। ଆଜି କିନ୍ତୁ ଏସିି ଗୋଟେ ମାଣ୍ଡାଟୋରି ହେଇଛି ମାନେ ଏତେ ଗରମ ହଉଛି ମାନେ ଏସି ବିନା ରହି ହିଁ ହଉନି। ସୋ ବର୍ତ୍ତମାନ ସମୟ ପାଇଁ ଏସି ଇଜ ନଟ୍ ଏ ଲକ୍ଜୁରୀ ରାଦର ଦାନ ଇଟ୍ ଇଜ ଏ ରିକ୍ୱାରମେଣ୍ଟ। ସେମିତି ବିଳାସ ଆପଣ 7 ଲକ୍ଷ ଟଙ୍କାରେ କାର କିଣିଲେ ବି ଚଲେଇ ପାରିବେ। କିନ୍ତୁ ନା ଆମର 17 ଲକ୍ଷ ଟଙ୍କାରେ କାର ଆଣିବ। ତାହେଲେ ଲୋନ ଟା ଖୁବ ହବ ପଇସା ସର୍ଟେଜ ହବ। ସେଥିପାଇଁ ଝଗଡା ଝାଟି ମାଡପିଟ ହବ ନା ନାଇଁ। ତ ଯଦି 7 ଲକ୍ଷ ଟଙ୍କାରେ କାର ଟା ଚଲେଇ ହଉଛି 10 ବର୍ଷ ଚଲେଇକି ପଇସା ଟା ସଂଗ୍ରହ କରିକି ତାପରେ 25 ଲକ୍ଷ ଟଙ୍କାରେ ବି କାର କିଣା ଯାଇପାରେ।
ଆଜି ହୁଏତ ଆପଣ 10,000 ଟଙ୍କା ଭଡା ଦେଇକି ରହୁଛନ୍ତି, ଆପଣଙ୍କର ରୋଜଗାର ପଡିଲେ ଆପଣ ହୁଏତ ଗୋଟେ ଫ୍ଲାଟ କିଣିକି ଯିବେ, ଆପଣ ଗୋଟେ ଜାଗା କିଣିକି ଘର କରିବେ, ସେଥିରେ ହୁଏତ ଭଡା ଦେବେ, ସେଥିରେ ଅସୁବିଧା ନାହିଁ। ଦ୍ୟାଟ ଇଜ ନଟ ଲକ୍ଜୁରୀ। ଲକ୍ଜୁରୀ କହିଲେ ଆମେ କଣ ବୁଝୁ ନା ସବୁବେଳେ କମ୍ଫର୍ଟ ଜୋନ, ଅସୁବିଧାକୁ ଆଦୌ ସହ୍ୟ କରି ନ ପାରିବା, ଲାଇନ ଟା ନାହିଁ, ଯଦି କଟି ଯାଇଛି କଣ ଟିକେ ଗରମରେ ଆମେ ରହିପାରିବାନି ନା, ସାଙ୍ଗେ ସାଙ୍ଗେ ଇନଭର୍ଟର ଆଣ, ଦିସ୍ ଇଜ ଏ ଲକ୍ଜୁରୀ। କାହାର ଅଛି ତା ପାଇଁ ତ ଜଣା ପଡୁନି, କିନ୍ତୁ ଯାହାର ନାହିଁ ତା ପାଇଁ ବହୁତ ସମସ୍ୟା ହୁଏ। ତେଣୁ ଅତ୍ୟଧିକ ବିଳାସ ପୂର୍ଣ୍ଣ ଯୋଉ ଜିନିଷ, ମୁଁ 5,000 ଟଙ୍କାରେ ଯଦି ଶାଢୀଟା ପିନ୍ଧେ ତାହେଲେ ବି ହୁଏ, କିନ୍ତୁ ମତେ 25,000 ଟଙ୍କାର ପାଟ ଦରକାର। ଏଇ ପ୍ରକାରର କଥା ଉଭୟ ପୁରୁଷ ଆଉ ନାରୀ ଟିକେ ନିଜ ଭିତରେ ସୀମିତ ରଖିବା ଦରକାର। ଉଭୟ ଉଭୟଙ୍କର ଅବସ୍ଥା, ଅର୍ଥନୀତିକ ଯୋଉ ଅବସ୍ଥା, ଅର୍ଥନୀତିର ଯୋଉ ପରିସ୍ଥିତି, ସେଟା ବି ଟିକେ ଦେଖିବା ଦରକାର। କେବଳ ଡିମାଣ୍ଡ କଲେ, ହୁକୁମ କଲେ ହୁଏ ନା, ସେଇ ଅନୁସାରେ ଆମର ସବୁ ଦିଗ ଗୁଡାକ ବି ବଢିବା ଦରକାର। ତା ନହେଲେ ଡିଷ୍ଟରବାନ୍ସ ସ୍ୱାଭାବିକ ରୂପରେ ହବ ହିଁ ହବ। ଆଉ ଗୋଟେ କଥା, ଯେ ଘରେ ପ୍ରବେଶ କରିବା ମାତ୍ରେ ବାହାରର ଚିନ୍ତାକୁ ଭୁଲିଯିବା ଦରକାର। ଘରେ ଥିବା ସମୟରେ ବାହାରର ଚିନ୍ତା ଆଉ ଜଞ୍ଜାଳରୁ ମୁକ୍ତ ହୋଇ ଯଦି ପତି ପତ୍ନୀ ଉଭୟ ଦୁହେଁ ପ୍ରେମ ଆଉ ଆହ୍ଲାଦର ସହିତ ରୁହନ୍ତି, ତାହେଲେ ହିଁ ଭଲ ହୁଏ। କିନ୍ତୁ ଆମେ ପ୍ରାୟତଃ ଦେଖୁ ଯେ କିଏ ଧରକର ସ୍କୁଲ କଲେଜ ଚାକିରି କଲା, କିଏ ଅଫିସ ରେ, ସମସ୍ତେ ଅଫିସ ର ଟେନସନ ଘରକୁ ନେଇ କେମିତି ସାରିବି, ପୁରା ଷ୍ଟ୍ରେସଫୁଲ କଣ୍ଡିସନ, ରାତି ଅନିଦ୍ରା ହେଇ କାମ କରୁଛନ୍ତି, ଅଫିସ କାମ ଅଫିସ ରେ ଛିଡଉନାହାନ୍ତି। ତେଣୁ ବହୁତ ପ୍ରକାରର ଝଗଡାଝାଟି ଆମେ କାମ କରିବା ଭିତରେ ଅଫିସ ରେ ହୁଏ, କାର୍ଯ୍ୟାଳୟରେ ହୁଏ। ତ ସେଟା ବି ଯଦି ଘରେ ନେଇକି ଆସିକି ଆମେ ଷ୍ଟ୍ରେସ୍ ରହିବା, ଆମେ ମାନେ ପରସ୍ପରକୁ ସମୟ ନ ଦବା, ଆମେ ଝଗଡାଝାଟି କରିବା, ତାହେଲେ ସେଥିରେ ବି ଦାମ୍ପତ୍ୟ ଜୀବନ ଡିଷ୍ଟର୍ବ ହବ। ଏଟା ସ୍ୱାଭାବିକ କଥା, ଡିଷ୍ଟରବାନ୍ସ ତ ହବ। କାରଣ କାମ କାମ କ୍ଷେତ୍ରରେ ଗଲା, ତ ସବୁବେଳେ ସେଇ ପ୍ରକାରର କରିବା ତା ମାନେ ନିଶ୍ଚିନ୍ତ ରୂପରେ ଆମେ କ୍ଷୟକ୍ଷତିରେ ପଡିବା ହିଁ। ତେଣୁ ଏଇ ଜିନିଷଟା ବି ନିହାତି ଟିକେ ଧ୍ୟାନ ରଖିବା ଦରକାର, ଯେ ବାହାରର କାମ ବାହାରେ, ଘରେ ଯେତିକି ସମୟ ଆମେ ରହୁଛୁ ଘରର କାମ କରିବୁ। କାରଣ ଘରର କାମଟା ନ କଲେ ବି କେମିତି ହବ, ଘରର କାମଟା ତ ନିହାତି ରୂପରେ ଦରକାର ନା, ତା ନକଲେ ତ ହେଇପାରିବନି। ତେଣୁ ଆମକୁ ନିହାତି ରୂପରେ ଏଇଟା ଟିକେ ଧ୍ୟାନ ଦବା ଦରକାର। ତାପରେ ଆମେ ସବୁଠୁ ଇମ୍ପୋର୍ଟାଣ୍ଟ କଥା, ଯେ ଉଭୟ ଆଦର୍ଶାନୁମୁଖୀ ହବା ଦରକାର। କାରଣ ପତି ଓ ପତ୍ନୀଙ୍କର ପ୍ରେମଟା ବର୍ଷା କାଳୀନ ନାଳ ଭଳି କ୍ଷଣସ୍ଥାୟୀ ନୁହେଁ। ଏହା ସଦ୍ୟ ପ୍ରବହମାନ ନଦୀ ଭଳି ଚିରସ୍ଥାୟୀ। ନଦୀ ଯେତେବେଳେ ପର୍ବତରୁ ବାହାରେ, ସେତେବେଳେ ସେ କ୍ଷୀଣକାୟ ଆଉ ଦ୍ରୁତଗାମୀ ହୁଏ। ବାଟରେ ଥିବା ପଥର ଖଣ୍ଡରେ ଧକ୍କା ଖାଇ ଗର୍ଜନ କରି ତାହା ପ୍ରବାହିତ ହୁଏ। ଏଥିରେ ଜଳ ଅଳ୍ପ ଓ ପ୍ରବାହର ବେଗ ଅଧିକ ଥାଏ। ବିବାହର ପ୍ରାରମ୍ଭିକ ଦିନ ମାନଙ୍କରେ ପତି ପତ୍ନୀଙ୍କର ପ୍ରେମର ଅବସ୍ଥା ତ ଏଇ ପ୍ରକାର ଥାଏ। ଏଥିରେ ଭାବୁକତାର ପ୍ରଭାବ ଅଧିକା, ଆଉ ବିବେକଶୀଳତାର ଜଳ ଅଳ୍ପ ଥାଏ। ଯେଉଁ ପତି ପତ୍ନୀ କେବଳ ଭାବୁକତାର ପ୍ରବାହ ଭଳି ପ୍ରବାହିତ ହୁଅନ୍ତି, ସେମାନେ ବର୍ଷା ଜଳ ପୃଷ୍ଠ ନାଳ କରି ଶୀଘ୍ର ଶୁଖି ହିଁ ଯାଆନ୍ତି। ତେଣୁ ସେଥିପାଇଁ ଠାକୁରଙ୍କର ଆପଣ ନାରୀ ନୀତି ବହିରେ ଦେଖନ୍ତୁ, ଯେ କଳ୍ପନା ପ୍ରହେଳିକାରେ ସ୍ଵାମୀ ବରଣ, ଏଇ ଜିନିଷଟା ପିଲାଙ୍କର ହବା, ଏମିତି ହେଇଥିବ, ସେମିତି ହେଇଥିବ, ଏମିତିଆ ତାଙ୍କର ଥିବ, ଏଇ ପ୍ରକାର ଭାବିବାଟା ଭୁଲ। କାରଣ ଆମେ ସବୁବେଳେ ଯାହା ଭାବୁ ଆମକୁ ସେହା କେବେ ବି ମିଳେ ନା। ସେ ଯଦି ମିଳିଯାଆନ୍ତା ତାହେଲେ ସମ୍ଭବତଃ ଆମେ ଭଗବାନଙ୍କୁ ଖୋଜନ୍ତୁନି। କିଛି ଆମର ୱାଣ୍ଟିଂ ହିଁ ରୁହନ୍ତାନି, ଚାହିଁବାଟା ରୁହନ୍ତାନି। ଆମେ ଯାହା ଚାହୁଁ ଯଦି ତାହା ମିଳନ୍ତା, ତାହେଲେ ଆମର ଚାହିଁବାଟା ହିଁ ଆଉ ନଥାନ୍ତା। କାରଣ ଆମେ ଆଉ ଚାହିଁବା କଣ, ଯାହା ତ ଚାହୁଁ ସବୁ ମିଳିଯାଉଛି। କିନ୍ତୁ ସେମିତି ହୁଏ ନା, ପାଇବା ପାଇଁ ଆମକୁ ବହୁତ ପରିଶ୍ରମ କରିବାକୁ ପଡେ। ସବୁବେଳେ ଭାଗ୍ୟ ସାଥି ଦିଏ ନା, କାରଣ ଆମ ମାନଙ୍କର ପ୍ରାରବ୍ଧ ବି ସବୁବେଳେ ଇକ୍ୱାଲ ସ୍ତରର ନୁହେଁ। ସେଇଥିପାଇଁ କି ଆମେ ଯେମିତି ଚାହୁଁଛେ ସେଇ ପ୍ରକାରର ବି ତ ମିଳେ ନା। ତେଣୁ ରୂପ ଯୌବନର ଆକର୍ଷଣ ତ ବେଶୀ ସମୟ ଯାଏଁ କାହାକୁ ବାନ୍ଧି ରଖିପାରେ ନା। ତେଣୁ ରୂପର ନିଜସ୍ୱ କୌଣସି ମର୍ଯ୍ୟାଦା ନାହିଁ, ତାହା ମନୁଷ୍ୟ ମନରୁ ଉତ୍ପନ୍ନ। ଯେମିତି ଜଣେ ଆଫ୍ରିକା ବାସୀର ନଜରରେ କଳା ରଙ୍ଗ, ମୋଟା ଓଠ ଆଉ ଚେପ୍ଟା ନାକ ସୌନ୍ଦର୍ଯ୍ୟର ଚିହ୍ନ, କିନ୍ତୁ ଜଣେ ଆମେରିକା ବାସୀ ଲୋକ, ଗୋରା ଲୋକ ନଜରରେ ଏଇଟା କୁରୂପର ମାପକାଠି।
ଚୀନ ଦେଶର ଲୋକମାନେ ଛୋଟ ପାଦକୁ ପସନ୍ଦ କରନ୍ତି, ତାଙ୍କର ଛୋଟ ନାକ କପାଳ ଅଛି ଆପଣ ଦେଖିଥିବେ ମଙ୍ଗୋଲିଆନ ମାନଙ୍କର। ଆମ ଦେଶରେ କିନ୍ତୁ ଅଣ୍ଟା ତଳକୁ ଲମ୍ବ ହୋଇ ଆସିଥିବା କଳା କେଶକୁ ସୁନ୍ଦର ମନେ କରାଯାଏ। ଇଂଲଣ୍ଡରେ କିନ୍ତୁ ସୁନେଲି ରଙ୍ଗର କେବଳ ବେକ ପର୍ଯ୍ୟନ୍ତ ଲମ୍ବା କେଶକୁ ସୌନ୍ଦର୍ଯ୍ୟର ଚିହ୍ନ କୁହାଯାଏ। ତେଣୁ ସୌନ୍ଦର୍ଯ୍ୟର ଡେଫିନିସନ କିଛି ନାହିଁ, ସୁନ୍ଦରତା ବୋଲି କିଛି ଶବ୍ଦ ହିଁ ନାହିଁ। ସେଇଟା ମଣିଷର ମନଗଢଣ କାହାଣୀ। ମଣିଷ କାହାକୁ ସୁନ୍ଦର ବୋଲି ଭାବେ, କୋଉ ଦେଶର ଲୋକ କେମିତି କାହାକୁ ସୁନ୍ଦର ବୋଲି ଭାବନ୍ତି, ତ ସେଇ ଅନୁସାରେ ସୁନ୍ଦରତା ଟା ବି ମଣିଷ ଫିକ୍ସ କରିଛି। ତେଣୁ ସୁନ୍ଦରତା ହଉଛି ମନର, ସୁନ୍ଦରତାର ରୂପର ନୁହଁ। କିନ୍ତୁ ଆପଣ ଚାଇନା ଯିବେ, କୋରିଆରେ ତ ଫେସ୍ ମାସ୍କ ସର୍ଜରୀ ବହୁତ ହି କମନ। ସମସ୍ତେ ସର୍ଜରୀ କରାନ୍ତି, ନାକ ଏମିତିଆ କରିବେ, ସେ ଏମିତିଆ ଷ୍ଟାଇଲିଶ ଦେଖାଯିବେ ସବୁ ଯେ। କିନ୍ତୁ ଆପଣ ଦେଖନ୍ତୁ କୋରିଆରେ କେତେ ଗରିବୀ ରହିଛି। ସାଉଥ କୋରିଆ ତ ଭଲ, ନର୍ଥ କୋରିଆ ତ ବହୁତ ହିଁ ଗରିବ, ଲାଇଟ ବି ନାହିଁ। ତେଣୁ ଆପଣ ଦେଖନ୍ତୁ ଯେ ମଣିଷର ବିକାଶ ଟା କୋଉଠି? ଆମର ବିକାଶ ଦେଶକୁ ଗଠନ କରିବାରେ, ନା ଖାଲି ନିଜର ଦେହକୁ ସୁନ୍ଦର କରି ରଖିବାରେ? କାରଣ ସୁନ୍ଦର ହେଲେ ଫିଲ୍ମ ମିଳିବ, ସୁନ୍ଦର ହେଲେ ଲୋକ ଆଟ୍ରାକ୍ଟ ହେବେ, ସୁନ୍ଦର ହେଲେ ପଇସା ଆସିବ। କିନ୍ତୁ ସୌନ୍ଦର୍ଯ୍ୟ ତ ସବୁଦିନ ନଥିବ। ନିଶ୍ଚିନ୍ତ ରୂପେ କେବେ ନା କେବେ ତ ଢଳିବ ବୟସ କ୍ରମେ ହିଁ, ଚମଡା ତ ଧୁଡ ଧୁଡ ହବ। ତେଣୁ ଏଇଟା ଯଦି ଦାମ୍ପତ୍ୟ ଜୀବନର ମାପକାଠି ହେଲା, ଯେ କେବଳ ଦେହର ସୁନ୍ଦରତା ସୌନ୍ଦର୍ଯ୍ୟତା, ସେମିତି ଆପଣ ବହୁତ ଜାଗାରେ ଦେଖିବାକୁ ପାଇବେ ଯେ ଯିଏ ଗୋଟେ କଳା ମୋଟା ଅସୁନ୍ଦର, ସେ କିନ୍ତୁ ଗୋଟେ ଭଲ ଗଭର୍ଣ୍ଣମେଣ୍ଟ ଚାକିରି ପାଇଯାଇଛି, ତାର ସ୍ତ୍ରୀ ଟା କିନ୍ତୁ ଦେଖିବାକୁ ଖୁବ ସୁନ୍ଦର, ଦେଖିବାକୁ ଗୋରା। ବହୁତ ଜାଗାରେ ଏମିତି ଇଣ୍ଡିଆରେ କମ୍ବିନେସନ। ତ ସିଏ ତାକୁ କେବଳ ଚାକିରିର ଲୋଭରେ ବାହା ହେଇଛି, ଇଏ ତାକୁ କେବଳ ସୌନ୍ଦର୍ଯ୍ୟତାର ଲୋଭରେ ହିଁ ବାହା ହେଇଛି। କିନ୍ତୁ ଆପଣ ଭଲକି ଦେଖିବେ ତାଙ୍କ ମାନଙ୍କ ଭିତରେ ଏଇ ଯୋଉ କ୍ୟାରେକ୍ଟର ସବୁ ଡିସ୍କସନ କରାଗଲା, ଏଗୁଡାକ ରହିବନି। କାରଣ ସେ କମ୍ପ୍ରୋମାଇଜିଂ ଆଟିଟ୍ୟୁଡ, ଉଭୟଙ୍କ ପ୍ରତି ସହାନୁଭବତା ନାହାନ୍ତି, ବରଂ କମ୍ପ୍ରୋମାଇଜ ରେ ଚାଲିଛନ୍ତି। ତେଣୁ ସବୁବେଳେ କମ୍ପ୍ରୋମାଇଜ କରି ବଞ୍ଚୁଥିବା, ସାଲିସ କରି ବଞ୍ଚୁଥିବା ଲୋକଙ୍କର ଭିତରେ ଭଲ ପାଇବାଟା ନାହିଁ। ସେଠି ଗୋଟେ, ହଁ ଗୋଟେ ସମ୍ପର୍କ ରହିଛି, ସମାଜର ବନ୍ଧନ ରହିଛି, କିନ୍ତୁ ଆନ୍ତରିକ ଭାବରେ କେହି କାହାକୁ ଗ୍ରହଣ କରିପାରୁନାହାନ୍ତି କି ପସନ୍ଦ କରିପାରୁନାହାନ୍ତି। ତେଣୁ ଏଇ ଯୋଉ ଦାମ୍ପତ୍ୟ ଜୀବନର ମୌଳିକତା, ଅର୍ଥାତ ବେସିକ ପ୍ରିନ୍ସିପଲ ବୋଲି ଯଦି ଆମେ କହିବା, ସର୍ବପ୍ରଥମେ ହେଉଛି ଗୋଟେ ମନ ହେଇ ଚଳିବା, ଏକ ପ୍ରାଣତା ହେଇ ଚଳିବା। ତେଣୁ ମନ ଯୋଉଠି ନାହିଁ, ଏକ ପ୍ରାଣତା ଯୋଉଠି ନାହିଁ, ସେଠି କେମିତି ମାନେ ଉଭୟ ଚଳିବେ? ଆଉ ଯଦି ଚଳନ୍ତି, ତାହେଲେ ସେ ଚଳନଟା ବି ଗୋଟେ ମୃତବତ ଚଳଣି ବୋଲି ମନେ ହୁଏ। ତେଣୁ ମାନସିକ ସୌନ୍ଦର୍ଯ୍ୟ ଟା ଇମ୍ପୋର୍ଟାଣ୍ଟ, ଶାରୀରିକ ସୌନ୍ଦର୍ଯ୍ୟ ନୁହେଁ। ଏଇଟା ସମସ୍ତେ କୁହନ୍ତି, କିନ୍ତୁ ବାସ୍ତବିକ ରୂପରେ ଅନୁଭବ କରିପାରନ୍ତି ନାହିଁ। ସେମ ଆପଣ ଯଦି ଦେଖିବେ ଆମର ପୂର୍ବର ଚଳଣିକୁ, ପୂର୍ବର ଚଳନୀରେ ନାରୀ ମାନେ ଘରେ ରହୁଥିଲେ, ବହୁତ ଶୀଘ୍ର ତାଙ୍କର ଘର କରଣାର ବୁଦ୍ଧି ଆସୁଥିଲା, ତେଣୁ ଘରଟାକୁ ଚଳେଇ ନଥିଲେ। କିନ୍ତୁ ଆଜିକାଲି ଝିଅ ମାନଙ୍କର ବହୁତ ଡେରି ଯାଏ, 30-35ରେ ଝିଅ ମାନେ ବାହାଘର ହଉଛନ୍ତି, ଡେରି ଯାଏ ବି ତାଙ୍କର ସେଇ ବୁଦ୍ଧି ଆସୁନାହିଁ। କାରଣ ଘରକୁ ଗଠନ କରିବା, ପିଲା ଛୁଆଙ୍କୁ ପାଳନ କରିବା, ତାଙ୍କୁ ସଠିକ ମାର୍ଗରେ ନବା, ଏଇ ସବୁ ଜିନିଷ ବର୍ତ୍ତମାନ ଝିଅ ମାନଙ୍କର ମୁଣ୍ଡରୁ ଯେମିତି ଉଭେଇ ଯାଇଛି। ସେମାନେ ନିଜର କ୍ୟାରିଅର ପ୍ରତି ବହୁତ କନସନ୍ଟ୍ରେଟ କରୁଛନ୍ତି, ବହୁତ ଭଲ ଚାକିରି କରିବେ, ବଡ ଜାଗାରେ ପୋଷ୍ଟିଂ ପାଇବେ। ଆଉ ଦାମ୍ପତ୍ୟ ଜୀବନ ଯୋଉଟା ଆଗ ମୁଖ୍ୟ ଥିଲା, ସେଟା ଆସେସୋରି ହେଇଛି। ଅର୍ଥାତ୍ ବୟଫ୍ରେଣ୍ଡ ମିଳୁଛନ୍ତି, ଗର୍ଲଫ୍ରେଣ୍ଡ ମିଳୁଛନ୍ତି, ସେମାନଙ୍କ ପାଖରେ ସମୟ ବିତେଇଲେ, କିଏ କୋଉଠି 6 ମାସରେ ବ୍ରେକଅପ୍, କୋଉଠି ବର୍ଷେକରେ ବ୍ରେକଅପ୍, ଏଇ ପ୍ରକାରର କଥା। ସେଥିପାଇଁ ଠାକୁରଙ୍କର ଯୋଉ ଆପଣଙ୍କର ବାଣୀ ରହିଛି ଇଂଲିଶରେ, ଯୋଉଟା ମ୍ୟାରେଜ ଇଜ ନଟ ଏ ମ୍ୟାଟର ଅଫ କଣ୍ଟ୍ରାକ୍ଟ। କାରଣ ୟୁରୋପିଆନ ଦେଶ ଗୁଡାକରେ ତ ବାହାଘରଟା ସର୍ତ୍ତ ଆଉ ଚୁକ୍ତି ନା। ତେଣୁ ଭାରତରେ ମଧ୍ୟ ବାହାଘର ତ ଆଉ ହବନି, କନସେପ୍ଟ ଏଇଆ ଯେ 6 ମାସ ବର୍ଷେ ଲିଭ୍ ଇନ ରେ ବୟଫ୍ରେଣ୍ଡଙ୍କ ପାଖରେ ରହିବା, ଗାର୍ଲଫ୍ରେଣ୍ଡଙ୍କ ପାଖରେ ରହିବା। ଏମିତି କରିକି ଆମର ଦାମ୍ପତ୍ୟ ଜୀବନ ତ ନାହିଁ, ନିଜର କାମ ବାସନାକୁ ପରିପୂରଣ କରିବା, ଏଇ ପ୍ରକାରରେ ଚାଲିଛି। କିନ୍ତୁ ଆପଣ ଯଦି ନାରୀର ପଥେ ବହି ଦେଖିବେ, ହର୍ସଫିଲ୍ଡ, ଯାହାଙ୍କୁ ଆଇନଷ୍ଟାଇନ ଅଫ ସେକ୍ସ ବୋଲି କୁହାଯାଏ, କେତେ କଥା ସେ ବ୍ୟକ୍ତ କରିଛନ୍ତି। ଠାକୁର ମଧ୍ୟ ନାରୀର ପଥେ ବହିରେ କେତେ ଡିପ୍ ସେନ୍ସ ର ଆନାଲିସିସ୍ କରିଛନ୍ତି,
ଯଦି ଏଇ କଥା ଗୁଡାକୁ ଆପଣ ଟିକେ ବୋଧ କରିବାକୁ ଚେଷ୍ଟା କରିବେ, ଟିକେ ବୁଝିବାକୁ ଚେଷ୍ଟା କରିବେ, ତାହେଲେ ସ୍ପଷ୍ଟ ଭାବରେ ଅନୁଭବ କରିବେ ଯେ ଆମ ମାନଙ୍କର ଯୋଉ ମାନସିକତା କେତେ କମ୍ପ୍ଲେକ୍ସ ହେଇଯାଇଛି, କେତେ ଜଟିଳତାର ଦିଗରେ ଗତି କରୁଛି। ସରଳ ଜୀବନ ବଞ୍ଚିବା ଦିଗରେ ଆମେ ମାନେ ଧ୍ୟାନ ନ ଦେଇ ଆମେ କମ୍ପ୍ଲେକ୍ସିଟି ଦିଗକୁ ଧାଇଁଛୁ। ସହଜ ବଞ୍ଚିବା ନାହିଁ, ଭଲ ବଞ୍ଚିବା ନାହିଁ, ଜଟିଳତା, କୁଟିଳତା, ଆବିଳତା, କ୍ରୂରତା, ପଙ୍କିଳତାର ଯୋଉ ଚଳଣି, ସେଇଟା ଆମ ମାନଙ୍କୁ ଗ୍ରାସ କରି କରି ବସିଛି। ତେଣୁ ଆମ ମାନଙ୍କୁ ଏଇ ସବୁ ଜିନିଷ ଟା ଟିକେ ନିହାତି ଧ୍ୟାନ ଦେବା ଦରକାର। ଯୋଉଠି କି ଆମର ଜୀବନ ଟା ନଷ୍ଟ ହେଇଯାଉଛି, ଭାଙ୍ଗି ଯାଉଛି, ସେଇଠି ଆମେ ନିଜେ ମଧ୍ୟ କେମିତି ଟିକେ ତାକୁ ସଜାଡି ଦେଇପାରିବୁ। ଯଦି ସେଇ ଦିଗରେ ଆମେ ଧ୍ୟାନ ନ ଦଉ, ତାହେଲେ ହୁଏତ ଏହାର ଖରାପ ଦିଗଟାକୁ ଆମକୁ ଭୋଗ କରିବାକୁ ପଡିବ। ଆଉ ଆମେମାନେ ମଧ୍ୟ ମରି ମରି ବଞ୍ଚିବା, ବଞ୍ଚିକି ବଞ୍ଚି ପାରିବାନି। ଅଳ୍ପ ଅଳ୍ପ ମରିବାକୁ କହନ୍ତି, ମରି ମରି ବଞ୍ଚିବା, ସେଇଟା ହିଁ ଆମର ସାର ହବ। ତେଣୁ ଏଇ ସବୁ କଥା ଗୁଡାକୁ ଆମେ ଟିକେ ଧ୍ୟାନ ଦେଲେ ଆମର ଦାମ୍ପତ୍ୟ ଜୀବନ ଟା ଟିକେ ନିଶ୍ଚିନ୍ତ ରୂପରେ ସୁଖମୟ ହବ। ହୁଏତ ଆମେ 1920-30 ମସିହା ଭଳି ତ କେବେ ଆଶା ରଖିପାରିବାନି। ସେ ସମୟରେ ମା ମାନେ, ନାରୀ ମାନେ ଯେତିକି ଡେଡିକେଟେଡ ଥିଲେ, କିନ୍ତୁ କିଛି ପରିମାଣରେ ତ ଆମ ମାନଙ୍କର ଜୀବନ ଟା ସୁଖମୟ ହବ, ସୌନ୍ଦର୍ଯ୍ୟମୟ ହବ, ଏଇ ଆଶା ରଖିବା। ଜୟ ଗୁରୁ ସୁଭାଷ ଭାଇ। ଡକ୍ଟର ଖବରଟା ଦେଇଦେଉଛି। ଜୟ ଗୁରୁ, ବହୁତ ବହୁତ ଧନ୍ୟବାଦ ଡକ୍ଟର ରମାକାନ୍ତ ମିଶ୍ର, ପ୍ରଫେସର ଇନ୍ ବଟନୀ, ନିମାପଡ଼ା ଅଟୋନମସ୍ କଲେଜ, ନିମାପଡ଼ା, ପୁରୀ। ଏତେ ସୁନ୍ଦର ଭାବରେ ଆଜିର ଯାହା ବିଷୟବସ୍ତୁ